ଆଲୋଚନା କରିବେ ମୁଖ୍ୟ ବକ୍ତା ସୁଶ୍ରୀ ରାଜେଶ୍ୱରୀ ରଥ ଏବଂ ଆମର ଆଜିର କାର୍ଯ୍ୟସୂଚୀରେ ସମ୍ପୃକ୍ତ ଅଛନ୍ତି ଛାତ୍ରୀ ପୂର୍ଣ୍ଣିମା, ଶିବାନୀ ଏବଂ ପୂଜା। ଆଜିର ଏହି ପାଠଚକ୍ରକୁ ଆଗକୁ ବଢିବା ପୂର୍ବରୁ ମୁଁ ଆମର ସଂଗଠନ ବିଷୟରେ କିଛି ସୂଚନା ଉପସ୍ଥାପନ କରିବାକୁ ଚାହିଁବି। ଏହି ସଂଗଠନ ମୁଖ୍ୟତଃ 6ଟି ଶାଖାରେ କାର୍ଯ୍ୟ କରେ, ଯଥା ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ, ଦ୍ୱିତୀୟ ବିଚାରଧାରା ପାଠଚକ୍ର ଯାହାକି ପ୍ରତି ଜିଲ୍ଲାରେ ପ୍ରତ୍ୟେକ ଦିନ ହୁଏ ଏବଂ ପ୍ରତ୍ୟେକ ମାସର 26 ତାରିଖରେ ଗଞ୍ଜାମରେ ହୁଏ, ଯାହା ଆଜି ହଉଛି। ତୃତୀୟରେ ମୋ ଗାଁ, ଯାହା ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରେ। ଚତୁର୍ଥରେ ବିବେକାନନ୍ଦ ଯୁବ ସଂସଦ, ଯାହା ଯୁବ ଶକ୍ତିଙ୍କୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଉତ୍ସାହ କରେ। ଏହା ବ୍ୟତୀତ ପଞ୍ଚମରେ ସମ୍ପର୍କ ସେତୁ, ଯାହା ସମସ୍ତଙ୍କ ମଧ୍ୟରେ ଗୋଟେ ସମ୍ପର୍କ ବା ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରେ। ଷଷ୍ଠରେ ସାହିତ୍ୟ ଲୋକ ବା ଲିଟରେଚର ଫୋରମ। ଏହା ବ୍ୟତୀତ ଓଡ଼ିଶାକୁ ଏଇ ସଂଗଠନ 5 ଭାଗରେ ବିଭକ୍ତ କରି ଓଡ଼ିଶାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତାର ତ୍ୱରାନ୍ୱିତ କରେ, ଯଥା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ବିଭିନ୍ନ ଜିଲ୍ଲାକୁ ନେଇ ସେ ଆଲୋଚନା ଏବଂ ଏଇ ସବୁ କାର୍ଯ୍ୟକ୍ରମ କରେ। ଏହା ବ୍ୟତୀତ ଓଡ଼ିଶା ବାହାରେ କାର୍ଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ନେଇ ମଧ୍ୟ ଅନ୍ୟ ଏକ ବହିର୍ବିଭାଗ ଶାଖା ମଧ୍ୟ ରହିଅଛି। ତ ଆଜିର ଏହି କାର୍ଯ୍ୟକ୍ରମକୁ ଆଗକୁ ବଢେଇବା ପୂର୍ବରୁ ମୁଁ ଏଇ ସଂସଦର ଅତି ପରିଚିତ ଅନ୍ୟତମ ବ୍ୟକ୍ତିତ୍ବ ତଥା ସାହିତ୍ୟ ଲୋକ ଦାୟିତ୍ୱ ବହନ କରିଥିବା ଆମ ସଂସଦର ପରିଚିତ ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ସରୋଜ କୃଷ୍ଣ ଷଡଙ୍ଗୀ ମହୋଦୟଙ୍କୁ ଆଜିର ଏହି ପାଠଚକ୍ରର ସଭାପତିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରୁଛି। ସେ ସାହିତ୍ୟିକ ଭାବରେ ପରିଚିତ, ତାଙ୍କର ଲେଖା ମାନ ବିଭିନ୍ନ ପତ୍ରିକାରେ ଲୋକମାନଙ୍କ ଦ୍ଵାରା ଭଲ ଭାବେ ଆଦୃତ। ଏହା ବ୍ୟତୀତ ଆଜିର ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ମୁଁ ମହୋଦୟଙ୍କ ଅନୁମତି କ୍ରମେ ଆଜିର ଏହି ପାଠଚକ୍ର ଆରମ୍ଭ ପୂର୍ବରୁ ମୁଁ ଛାତ୍ରୀ ପୂର୍ଣ୍ଣିମାଙ୍କୁ ଅନୁରୋଧ କରିବି ସେ ମନ୍ତ୍ର ପାଠ କରିବେ। धन्यवाद सर। ब्रह्ममुरारिसुराचितलिङ्गं निर्मलभासितशोभितलिङ्गं जन्मज दुःखविनाशकलिङ्गं तत्प्रणमामि सदा शिवलिङ्गं देवमुनिप्रवरचितलिङ्गं कामदहनकरुणाकरलिङ्गं रावणदर्पविनाशनलिङ्गं तत्प्रणमामि सदा शिवलिङ्गं सर्वसुगन्धेषु लेपितलिङ्गं बुद्धिविवर्धनकारणलिङ्गं सिद्धेश्वरासुरवन्दितलिङ्गं तत्प्रणमामि सदा शिवलिङ्गं तत्प्रणमामि सदा शिवलिङ्गम्। ଧନ୍ୟବାଦ ପୂର୍ଣ୍ଣିମା। ମୁଁ ବର୍ତ୍ତମାନ ସୁଶ୍ରୀ ଶିବାନୀ ପରିଡ଼ାଙ୍କୁ ଅନୁରୋଧ କରିବି ସେ ଆଜିର ବିବେକ ବାଣୀ ପାଠ କରିବେ। ଧନ୍ୟବାଦ ସାର୍। ଉପସ୍ଥିତ ଏହି ପାଠ୍ୟଚକ୍ରରେ ସମସ୍ତ ଗୁରୁଜନ ମାନଙ୍କୁ ମୋର ପ୍ରଣାମ। ଆଜିର ଏହି ପାଠ୍ୟଚକ୍ରରେ ମୋତେ ବିବେକ ବାଣୀ ପଢ଼ିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ସୌଭାଗ୍ୟ ମନେ କରୁଅଛି। ମନୁଷ୍ୟ ପବିତ୍ର ଓ ନୀତିପରାୟଣ ହେବ କାହିଁକି? କାରଣ ଏହା ଦ୍ୱାରା ତାହାର ଇଚ୍ଛାଶକ୍ତି ଦୃଢ଼ ହେବ। ଯାହା କିଛି ମନୁଷ୍ୟର ଯଥାର୍ଥ ସ୍ୱରୂପ ପ୍ରକାଶିତ କରି ମନନ ଓ ଇଚ୍ଛାଶକ୍ତିକୁ ସତେଜ କରେ ତାହା ନୈତିକ। ଯାହା କିଛି ଏହାର ବିପରୀତ ତାହା ହିଁ ଦୁର୍ନୀତି। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ ଶିବାନୀ। ବର୍ତ୍ତମାନ ଶ୍ରୀଯୁକ୍ତ ସରୋଜ କୃଷ୍ଣ ଷଡଙ୍ଗୀଙ୍କୁ ଅନୁରୋଧ କରିବି ଆଜିର ଏହି କାର୍ଯ୍ୟକ୍ରମର ସଭାପତିତ୍ୱ ଗ୍ରହଣ କରିବେ ଏବଂ ଆଜିର ଏହି ଆଲୋଚନା ବିଷୟର ଅଗ୍ର ସୂଚନା ଦେଇ ଆମର ଅତିଥି ପରିଚୟ ପ୍ରଦାନ କରିବେ। ସାର୍। ସାର୍ ଅନମ୍ୟୁଟ୍ ହେଇନି ସାର୍। ସାର୍ ଆପଣଙ୍କର ଅଡିଓ ଅନମ୍ୟୁଟ୍ ହେଇନି। ସରୋଜ ସାର୍ ଆପଣଙ୍କର ଭିଡିଓ ଅନମ୍ୟୁଟ୍ ହେଇନି, ଏ ଅଡିଓ।
ऑडियो अनम्यूट है नहीं सर। हाँ सर शुभुची सार कहतु हाँ सर एबे सुबुची कहतु। आउ थे बंद करदेले सार आउ थोड़ा म्यूट हो गला। माइक माइक बटन टा ऑन करके कहवा आरंभ करत। हाँ एबे हला सर। हाँ एबे हला कहतु। पुणी म्यूट हला सर कॉल आस्थुव सर। सार म्यूट हो जाई ସାର୍ କୋନା ସାର୍ ଆପଣ ନହେଲେ ଅତିଥି ପରିଚୟ କରିଦିଅନ୍ତୁ ଏବଂ ଇଣ୍ଟ୍ରୋଡ୍ୟୁସ କରିଦିଅନ୍ତୁ ସାର୍ ପରେ କରିବେ ତାଙ୍କର କ'ଣ ଟେକ୍ନିକାଲ ପ୍ରୋବ୍ଲେମ ହେଉଛି। ହଁ ଏଇ ଯୋଉ ଟେକ୍ନିକାଲ ଗ୍ଲିଚ ପାଇଁ କ୍ଷତ ପ୍ରକଟ କରୁଛି। ବର୍ତ୍ତମାନ ମୁଁ ଆମର ଯୋଉ ଆଜିର ମୁଖ୍ୟ ଅତିଥି ବା ମୁଖ୍ୟ ବକ୍ତା ଅଛନ୍ତି ଆମର ସହକର୍ମୀ ତଥା ଓଡ଼ିଆ ସାହିତ୍ୟର ଅଧ୍ୟାପିକା ଭାବେ ସେ ଅତି ପରିଚିତ। ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ ସେ ସୁପରିଚିତ। ସେ ନିଜର ସ୍ନାତକୋତ୍ତର ଏବଂ ଏମ୍ଫିଲ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମାପନ କଲା ପଶ୍ଚାତ ସେ ଅଧ୍ୟାପନାରେ ନିଜର ଜ୍ଞାନ ଏବଂ ନିଜର ଗାରିମାକୁ ସେ ବଜାୟ ରଖିଛନ୍ତି। ତାଙ୍କର ସଂସ୍କୃତି ସାହିତ୍ୟ ଏବଂ ସମାଜକୁ ନେଇ ଅନେକ ଲେଖା ଗୁଡ଼ିକ ଅନେକ ଆଲେଖ୍ୟ ଗୁଡ଼ିକ ଆମେ ଅନେକ ସବୁ ପତ୍ର ପତ୍ରିକାରେ ଦେଖିବାକୁ ପାଉ। ତ ଆଜି ଆମେ ଯେଉଁ ବିଷୟ ନେଇଛୁ ଭାଷା ସଂସ୍କୃତ ଭାଷା ଆଦି ଭାଷା ସଂସ୍କୃତ ଏବଂ ଓଡ଼ିଆ ସାହିତ୍ୟ ଏକ ବ୍ୟାଖ୍ୟା। ତ ସାହିତ୍ୟ ଆଉ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିବା ପାଇଁ ଭାଷାର ଆବଶ୍ୟକ ଅଛି। ତ ସେ କ୍ଷେତ୍ରରେ ଏଇ ଆଦି ଭାଷା ସମ୍ପର୍କରେ ମ୍ୟାଡ଼ାମ ଆଲୋଚନା କରିବେ ବୋଲି ମୁଁ ମ୍ୟାଡ଼ାମକୁ ଅନୁରୋଧ କରୁଛି ଏବଂ ମ୍ୟାଡ଼ାମ ତାଙ୍କର ଏଇ ବିଷୟ ବସ୍ତୁ ଉପରେ ନିଜର ଆଲୋଚନା ରଖିବେ। ମ୍ୟାଡ଼ାମ ଧନ୍ୟବାଦ ସାର୍। ॐ नित्यशुद्धं निराभासं निराकारं निरञ्जनं नित्यबोधं चिदानन्दं गुरुब्रह्मा नमाम्यहं। श्री श्री गुरवे नमः। शुभ संध्या। स्वामी विवेकानंद लोक संसद गंजाम जिला शाखार एही इ पाठचक्र कार्यक्रमर वरेण्य सभापति महोदय संयोजक महाशय एवं समस्त कर्मकर्ता सुधी श्रोता मंडली तथा सज्जन वृंद। आजिर आलोच्य विषय होची आदिभाषा संस्कृत एवं ओडिया साहित्य। प्राचीन भारतीय आर्य भाषा हेउछि संस्कृत। संस्कृत माने तार व्युत्पत्तिगत अर्थ जदि आमे देखिबा
ତାହେଲେ ଯାହା ସଂସ୍କାରିତ ବା ପବିତ୍ର, ତେଣୁ ଏହା ଦେବଭାଷା ରୂପେ ପରିଚିତ। ଆମ ଦେଶରେ ଆମର ନିଜର ବୋଲି ମାତ୍ର 2 ଜିନିଷ ଅଛି। ଗୋଟିଏ ହେଲା ଭାରତୀୟ ଭାଷା ସଂସ୍କୃତି ଏବଂ ଦ୍ୱିତୀୟଟି ହେଉଛି ଆମର ଭାରତୀୟ ଚିନ୍ତାଧାରା ବା ଭାରତୀୟ ଦର୍ଶନ। ଯୋଉ ଦର୍ଶନର ଭାରତୀୟ ଦର୍ଶନକୁ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ପରିଚିହ୍ନିତ କରେଇଥିଲେ। ଏଇ 2 ଜିନିଷ ଛାଡ଼ିଦେଲେ ପୃଥିବୀ ଦରବାରରେ ପରିଚିହ୍ନିତ କରିବା ପାଇଁ ଆମର ତୃତୀୟ ବସ୍ତୁ କିଛି ନାହିଁ ଆମ ପାଖରେ। ଆଉ ଯେତେ ସବୁ ବିଦ୍ୟା ଅଛି ସେ ସବୁ ବିଦ୍ୟାରେ ଆମେ ଆଜି ବି ପାଶ୍ଚାତ୍ୟ ଗୋଷ୍ଠୀଙ୍କ ପଛରେ ହିଁ ଅଛି। ଏଣୁ ଆମର ପ୍ରାଚୀନ ପରମ୍ପରା, ପ୍ରାଚୀନ ସଂସ୍କୃତି, ପ୍ରାଚୀନ ଇତିହାସ, ପ୍ରାଚୀନ ସାହିତ୍ୟ ଏ ସବୁ କିଛିର ଆଲୋଚନା ଆମର ସର୍ବାଦୌ କର୍ତ୍ତବ୍ୟ। ଆମର ପ୍ରାଚୀନତାକୁ ଆମକୁ ବୁଝିବାକୁ ହେଲେ ସଂସ୍କୃତ ଭାଷା ସାହିତ୍ୟକୁ ବୁଝିବାକୁ ପଡ଼ିବ। ଆର୍ଯ୍ୟମାନେ ଭାରତକୁ ଭିନ୍ନ ଭିନ୍ନ ଦଳରେ ଆସିଥିଲେ ମଧ୍ୟ ସେମାନଙ୍କର ଭାଷା ଥିଲା ଏକ। ସେମାନଙ୍କର ସାଧୁ ଭାଷା ହେଉଛି ସଂସ୍କୃତ। ଏପରିକି ନାରୀମାନେ ବି ସେତେବେଳେ ସଂସ୍କୃତରେ କଥାବାର୍ତ୍ତା କରୁଥିଲେ। ମୁଁ ଏଠାରେ ଗୋଟାଏ ପ୍ରସଙ୍ଗ ଉତ୍ଥାପନ କରିବାକୁ ଚାହେଁ। ଯେତେବେଳେ ଆମର ହିନ୍ଦୁ ଧର୍ମରେ ନାନା ଅନାଚାର ସବୁ ପ୍ରବେଶ କଲା ଏବଂ ସନାତନ ଧର୍ମର ଅବକ୍ଷୟ ହେବାକୁ ଲାଗିଲା, ସେତେବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ସନାତନ ଧର୍ମର ସୁରକ୍ଷା ପାଇଁ ପଦବ୍ରଜରେ ବାହାରିଥିଲେ। ପାଟଳୀପୁତ୍ରର ଜଣେ ବିଦ୍ୱାନ ଥିଲେ ମଣ୍ଡନ ମିଶ୍ର। ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଉଭୟ ଭାରତୀ। ସେ ପରମ ବିଦୁଷୀ ଥିଲେ। ଶଙ୍କରାଚାର୍ଯ୍ୟ ମଣ୍ଡନ ମିଶ୍ରଙ୍କର ଘରର ଠିକଣା ପଚାରିବାରୁ ସେଠାରେ ପାଣି ଧରି ଆସୁଥିବା କିଛି ସ୍ତ୍ରୀ ଲୋକ ସେମାନେ ଉତ୍ତର ଦେଇଥିଲେ ଏଇ ସଂସ୍କୃତ ଭାଷାରେ ଏକା, ସ୍ୱତଃ ପ୍ରମାଣଂ ପରତଃ ପ୍ରମାଣଂ କିରାଙ୍ଗନା ଯତ୍ର ଗିରୋ ଗିରନ୍ତି ଦ୍ୱାରସ୍ଥ ନିଡ଼ାମ୍ବର ସନ୍ନିରୁଦ୍ଧା ଅବହିତନ୍ ମଣ୍ଡନ ମିଶ୍ର ଧାମଃ। ମାନେ ସେତେବେଳେ ଆମେ ଜାଣିବାର ବୁଝିବାର କଥା, ସେତେବେଳେ ସାଧାରଣ ନାରୀମାନେ ମଧ୍ୟ ସଂସ୍କୃତରେ ଏଭଳି କଥାବାର୍ତ୍ତା କରୁଥିଲେ। କିନ୍ତୁ ଆମେ ଆଜି ଏହି ଭାଷା ପ୍ରତି ବିତସ୍ପୃହ ହେଉଛେ। କିନ୍ତୁ ସୌଭାଗ୍ୟର ବିଷୟ ଯେ ସପ୍ତଦଶ ଶତକ ଭାରତବାସୀଙ୍କ ପାଇଁ ଗୋଟେ ଶୁଭ ମୁହୂର୍ତ୍ତ ଥିଲା। କାରଣ ଏହି ସମୟରେ, ଏହି ଶତକରେ ହିଁ ପାଶ୍ଚାତ୍ୟ ପରିବ୍ରାଜକ ଏବଂ ଧର୍ମଯାଜକ ମାନଙ୍କର ସଂସ୍କୃତ ଅଧ୍ୟୟନ ପ୍ରତି ଆଗ୍ରହ ଆସିଛି, ଆଗ୍ରହ ସୃଷ୍ଟି ହେଇଛି। ଶାହଜାହାନଙ୍କର ପୁଅ ଅଭାଗା ପୁଅ ଦାରା ସିଏ ଉପନିଷଦକୁ ପାର୍ସୀ ଭାଷାରେ ଅନୁବାଦ କରିଦେଇଥିଲେ ଏବଂ ଆବ୍ରାହମ ରୋଗର ସିଏ ଆମର ଭର୍ତ୍ତୃହରିଙ୍କର ଯୋଉ ଶତକ ତ୍ରୟ ଅଛି ସେଇ ପଦାବଳୀ ଗୁଡ଼ିକୁ ସିଏ ପର୍ତ୍ତୁଗୀଜ ଭାଷାରେ ଅନୁବାଦ କରିଦେଇଥିଲେ। ତେବେ ଏଇ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ସମୟ ସୀମା ହେଉଛି ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 500। ଇଏ ପୁଣି 2 ଭାଗରେ ବିଭକ୍ତ ହେଇଛି, ବୈଦିକ ସଂସ୍କୃତ ଆଉ ଲୌକିକ ସଂସ୍କୃତ। ବୈଦିକ ସଂସ୍କୃତର ସମୟ ହେଉଛି ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 800। ଲୌକିକ ସଂସ୍କୃତର ସମୟ ହେଉଛି ଖ୍ରୀଷ୍ଟପୂର୍ବ 800ରୁ ଖ୍ରୀଷ୍ଟପୂର୍ବ 500। ହେଲେ ଏଇ ବୈଦିକ ଭାଷାରେ କ'ଣ ସବୁ ରଚିତ ହେଇଛି? ବେଦ, ବେଦାଙ୍ଗ ଏସବୁ ଉପନିଷଦ ରଚିତ ହେଇଛି। ଲୌକିକ ଭାଷାରେ ରଚିତ ହେଇଛି, ଲୌକିକ ସଂସ୍କୃତରେ ରଚିତ ହେଇଛି ପୁରାଣ, ଉପପୁରାଣ, କାବ୍ୟ, ନାଟକ ଏସବୁ ରଚିତ ହେଇଛି। ହେଲେ ଆମେ ଦେଖିବା ବୈଦିକ ସଂସ୍କୃତ। ବୈଦିକ ସଂସ୍କୃତରେ ପ୍ରଥମେ ଆମ ଦୃଷ୍ଟି ଗୋଚର ହବ ବେଦ। ବେଦ ଯାହାକୁ ଅପୌରୁଷେୟ ବୋଲି କୁହାଯାଏ। ଏହାକୁ ରଚନା କରୁନଥିଲେ, ରଚନା କରାଯାଉନଥିଲା। ଲୋକେ ପରସ୍ପର ଠାରୁ ଶୁଣିକି ପୁରୁଷାନୁକ୍ରମେ ଏହାକୁ ମନେ ରଖୁଥିଲେ। ତେଣୁ ଏହାକୁ ଶ୍ରୁତି ବୋଲି କୁହାଯାଉଥିଲା। ଋଷିମାନେ ଧ୍ୟାନ ବଳରେ ଏଇ ମନ୍ତ୍ର ଗୁଡ଼ିକୁ ତାଙ୍କର ଦିବ୍ୟ ଦୃଷ୍ଟିରେ ଦେଖି ଏହାକୁ ରଚନା କରିଥିଲେ। ଋଷି ଶବ୍ଦର ବୈଦିକ ଅର୍ଥ ହେଉଛି ଦ୍ରଷ୍ଟା। ହେଲେ ଏଇ ଯୋଉ ବେଦ ଭିତରେ 3ଟି ବେଦ ତ୍ରୟୀ ବୋଲି କୁହାଯାଉଥିଲା। 3 ଥିଲା, ଏହାର ସଂଖ୍ୟା 3 ଗୋଟି ଥିଲା, ଋକ୍, ଯଜୁଃ ଓ ସାମବେଦ। କିନ୍ତୁ ଏ 3ଟି ହିଁ ବେଦ ଭିତରେ ଗଣା ଯାଉଥିଲା। କିନ୍ତୁ ପରେ ଅଥର୍ବ ବେଦକୁ ବି ଯୋଡ଼ାଗଲା ଆ ସହିତ। ହେଲେ ଆମେ ଦେଖିବା ସବୁଠୁ ପ୍ରାଚୀନ ହେଉଛି ଆମର ଋଗ୍ବେଦ। ଆର୍ଯ୍ୟ ଋଷି ଯେତେବେଳେ ଜଙ୍ଗଲ ଭିତରେ ଦେଖିଲେ ଯେ ଦାବାଗ୍ନି ବା ବନାଗ୍ନି ପ୍ରଜ୍ୱଳିତ ହେଇକି ବନଭୂମିକୁ ଜାଳି ପକଉଛି, ବନ୍ୟ ପ୍ରାଣୀମାନେ ଇଆଡ଼େ ସିଆଡ଼େ ଇତସ୍ତତ ହେଇକି ଧାଉଁଛନ୍ତି, ଜଙ୍ଗଲରେ ହାହାକାର ପଡ଼ିଯାଇଛି, ସେତେବେଳେ ସିଏ ଭୟଭୀତ ହେଇକି ଅଗ୍ନିଙ୍କୁ ସେତେବେଳେ ସ୍ତୁତି କରିଛନ୍ତି।
ପୁଣି ସେଇଭଳି କୋଉ ଗୋଟେ ମୁହୂର୍ତ୍ତରେ ବରୁଣଙ୍କୁ ସ୍ତୁତି କରିଛନ୍ତି, ସେମିତି ଇନ୍ଦ୍ରଙ୍କୁ ବି ସ୍ତୁତି କରିଛନ୍ତି, ରୁଦ୍ରଙ୍କୁ ବି ସ୍ତୁତି କରିଛନ୍ତି। ହେଲେ ଏଇ ଯୋଉ ଋଗ୍ବେଦ, ଏଇ ଋଗ୍ବେଦରେ ଆମର ରହିଛି ଏଇ ସବୁ ମନ୍ତ୍ର ଗୁଡିକ ଅଛି ଋଗ୍ବେଦରେ। ଆକୁ ବେଦକୁ ଆମର ବିଭାଗୀକରଣ କରାଯାଇଛି ଦୁଇ ଭାଗରେ, ସଂହିତା ଏବଂ ବ୍ରାହ୍ମଣ। ଏଇ ଯୋଉ ମନ୍ତ୍ର ଗୁଡାକର ନାମ ହଉଛି ସଂହିତା, ଯୋଉଠିକି ଆମର ଯାଗ ଯଜ୍ଞର ସବୁ ସୁବିସ୍ତୃତ ବର୍ଣ୍ଣନା ରହିଛି, ଯାହାକି କର୍ମକାଣ୍ଡର ଅନ୍ତର୍ଭୁକ୍ତ, ଯୋଉଥିରେ କି କର୍ମକାଣ୍ଡ ଅନ୍ତର୍ଭୁକ୍ତ ହେଇଛି। ପୁଣି ବ୍ରାହ୍ମଣ ଗ୍ରନ୍ଥ, ଯୋଉଟା କି 3 ଖଣ୍ଡରେ ବିଭକ୍ତ ହେଇଛି। ପ୍ରଥମ ଖଣ୍ଡ ହଉଛି ବ୍ରାହ୍ମଣ, ଦ୍ୱିତୀୟ ଖଣ୍ଡ ହଉଛି ଆରଣ୍ୟକ ଏବଂ ତୃତୀୟ ଖଣ୍ଡ ହେଉଛି ଉପନିଷଦ, ମାନେ ଯୋଉଟା ବେଦାନ୍ତ ବୈଦିକ ସାହିତ୍ୟର ଇଏ ଅନ୍ତିମ ବିଭାଜନ, ତେଣୁ ଏହାକୁ ବେଦାନ୍ତ ବୋଲି କୁହାଯାଏ। ହେଲେ ଋଗ୍ବେଦ, ଏଇ ଯୋଉ ଋଷି ମାନଙ୍କର ବିଭିନ୍ନ ମନ୍ତ୍ର ସବୁ ଏଠି ସଂକଳିତ ହେଇଛି। ଋଗ୍ବେଦର ମନ୍ତ୍ର ଗୁଡିକ ସଂକଳିତ ହେଇଛି, ସେଥିପାଇଁ ଆମର ଋଗ୍ବେଦ ସଂହିତାକୁ ସଂହିତା କୁହାଯାଏ। ଋଗ୍ବେଦ ସଂହିତା, ଯଜୁର୍ବେଦୀୟ ସଂହିତା, ସାମବେଦୀୟ ସଂହିତା ଏସବୁ ଅଛି। ସାମବେଦ କଣ ନା, ଏଇ ଯୋଉ ଋଗ୍ବେଦର ମନ୍ତ୍ର ଗୁଡିକ ସ୍ପର ଆଉ ତାନ ମାଧ୍ୟମରେ ଏଠି ବୋଲା ଯାଇଛି। ସୁନ୍ଦର ଭାବରେ ଇଏ ବୋଲା ଯାଉଥିବାରୁ ଏହାର ନାମ ହେଇଛି ସାମବେଦ। କାହିଁକି ବୈଦିକ ଭାଷାରେ ଗାୟନକୁ ସାମନ ବୋଲି କୁହାଯାଏ। ଯଜୁର୍ବେଦ ବୈଦିକ ଭାଷାରେ ଗଦ୍ୟର, ବୈଦିକ ସଂସ୍କୃତରେ ଗଦ୍ୟକୁ ଯଜୁର ବୋଲି କୁହାଯାଏ। ପୁରୋହିତ ଯଜ୍ଞର ମୁଖ୍ୟ କାର୍ଯ୍ୟ ଗୁଡାକ ସବୁ ଗଦ୍ୟରେ କହି କହି ଏଠି ସମ୍ପାଦନା କରିଛନ୍ତି, ସେଥିପାଇଁ ୟାକୁ ଯଜୁର୍ବେଦ ବୋଲି କୁହାଯାଏ। ଅଥର୍ବବେଦ, ଏଠାରେ ଏ ଅଥର୍ବବେଦରେ ଏଠି ଆଉ ଯାଗଯଜ୍ଞ ନୁହଁ, ଯାଗଯଜ୍ଞ ଅପେକ୍ଷା ମାରଣ, ମୋହନ, ବଶୀକରଣ, ଉଚ୍ଚାଟନ ଏଇ ସବୁ ବିଷୟ ରହିଛି। ଏହାର 14ଦଶ କାଣ୍ଡରେ ଅଛି ବିବାହ ବିଷୟରେ ବର୍ଣ୍ଣନା ଅଛି। ଏହାର 18ଦଶ କାଣ୍ଡରେ ଅଛି ଆମର ଶ୍ରାଦ୍ଧ କର୍ମ ଗୁଡାକ ସବୁ ଅଛି। ହେଲେ ଏଇ ବେଦକୁ ଅଧ୍ୟୟନ କରିବା ପାଇଁ ହେଲେ ଆମକୁ ଆବଶ୍ୟକ ପ୍ରଥମେ ଷଡ଼ାଙ୍ଗ, ବେଦର 6ଟା ଅଙ୍ଗ, ତାକୁ ଷଡ଼ାଙ୍ଗ ବୋଲି କୁହାଯାଏ। ଯଥା ଶିକ୍ଷା, କଳ୍ପ, ଛନ୍ଦ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ। ଶିକ୍ଷାକୁ ବେଦର ନାସିକା ବୋଲି କୁହାଯାଏ, କଳ୍ପକୁ ବେଦର ହସ୍ତ ବୋଲି କୁହାଯାଏ, ଛନ୍ଦକୁ ବେଦର ପାଦ ବୋଲି କୁହାଯାଏ, ବ୍ୟାକରଣକୁ ବେଦର ମୁଖ ବୋଲି କୁହାଯାଏ, ନିରୁକ୍ତକୁ କର୍ଣ୍ଣ ବୋଲି କୁହାଯାଏ, ଜ୍ୟୋତିଷକୁ ନେତ୍ର ବୋଲି କୁହାଯାଏ। ଶିକ୍ଷା କଣ ନା, ଯୋଉ ଗ୍ରନ୍ଥ ସହାୟତାରେ ବେଦକୁ ଉଚ୍ଚାରଣ କରିବା ବିଷୟରେ ଜଣା ପଡେ ବା ବେଦ ଉଚ୍ଚାରଣ ସମ୍ବନ୍ଧରେ ଜ୍ଞାନ ହୁଏ, ତାକୁ ଶିକ୍ଷା ଗ୍ରନ୍ଥ କୁହାଯାଏ। କାହିଁକି? ଏହାର ବିନା ଚର୍ଚ୍ଚାରେ ବେଦ ପାଠ ଶୁଦ୍ଧ ଅଶୁଦ୍ଧ ହେଇଯିବ। ସେମିତି ଛନ୍ଦ, ଛନ୍ଦ ଶାସ୍ତ୍ରର ଯଦି ଜ୍ଞାନ, ଛନ୍ଦ ଶାସ୍ତ୍ର ବିଷୟରେ ଯଦି ଜ୍ଞାନାଭାବ ଅଛି, ତାହେଲେ ବେଦ ଜ୍ଞାନ ଶୁଦ୍ଧ ହୁଏ ନାହିଁ। ଆମର ବିଭିନ୍ନ ପ୍ରକାର ଛନ୍ଦ ଅଛି, ଅନୁଷ୍ଟୁପ ଛନ୍ଦ, ବିଭିନ୍ନ ପ୍ରକାର ଛନ୍ଦ ଅଛି। ସେ ଛନ୍ଦ ଦ୍ୱାରା ହିଁ ସିଏ ବୋଲାଯିବ। ସେଇ ଛନ୍ଦରେ ପୁଣି କେତେ ପଦ, କେତେ ପାଦ, ତାର ବର୍ଣ୍ଣ ସଂଖ୍ୟା କେତେ ରହିବ, ତାକୁ ଯଦି ସେଇଭଳି ଛନ୍ଦ, ସେଇ ଶୃଙ୍ଖଳାରେ, ସେଇ ନିୟମରେ ଯଦି ବୋଲା ନଯିବ, ତାହେଲେ ସିଏ ଅଶୁଦ୍ଧ ହେଇଯିବ। ସେମିତି କଳ୍ପ, କଳ୍ପର ଅନ୍ୟ ନାମ ହଉଛି କଳ୍ପସୂତ୍ର। ଏଇଟା ହଉଛି ଗୋଟେ ସୂତ୍ର ଗ୍ରହ। ଯେତେବେଳେ ଯଜ୍ଞ ଜାଗର କଥାକୁ ବିସ୍ତାର ଲାଭ କରିକି ଦେଶରେ ବ୍ୟାପିଗଲା, ସେତେବେଳେ ସେ ସବୁ ନିୟମ ଗୁଡିକ ର ଗୋଟେ ସଂକ୍ଷିପ୍ତ ସାର ଗୋଟେ ପ୍ରସ୍ତୁତ କରାଗଲା, ସେଟାକୁ କୁହାଗଲା କଳ୍ପ ବୋଲି କୁହାଗଲା। ସେମିତି ଆଉ ରହିଲା ଛନ୍ଦ, କଳ୍ପ, ବ୍ୟାକରଣ। ବ୍ୟାକରଣ କଣ? ଇଏ ହଉଛି ମୁଖ। ମୁଖ ହଉଛି ବେଦର ମୁଖ। ବ୍ୟାକରଣକୁ ମଧ୍ୟ ବେଦାଙ୍ଗ ବୋଲି ବିଚାର କରାଯାଏ। ୟାର ଉଦ୍ଦେଶ୍ୟ ହେଲା କଣ? ବେଦର ଅର୍ଥକୁ ବୁଝାଇବା, ମାନେ ବେଦର ଅର୍ଥ, ବେଦାର୍ଥକୁ ରକ୍ଷା କରିବା। ଆମର ପାଣିନୀୟ ବ୍ୟାକରଣ, ଏଇ
ଅଭାବ କୁ ଅନେକାଂଶରେ ପରିପୂରଣ କରୁଛି ପାଣିନିଙ୍କର ବ୍ୟାକରଣ ଅଷ୍ଟାଧ୍ୟାୟୀ। ନିରୁକ୍ତ ନିରୁକ୍ତ ମଧ୍ୟ କଣ ନା ବୈଦିକ ଶବ୍ଦର ଯୋଉ ବ୍ୟୁତ୍ପତ୍ତି ଅଛି ତା ଉପରେ ଏଇ ନିରୁକ୍ତରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ବୈଦିକ ଅର୍ଥ ସବୁ ଜାଣିବା ପାଇଁ ବେଦର ଯୋଉ ବ୍ୟବହୃତ ହୋଇଥିବା ଶବ୍ଦ ଗୁଡ଼ିକର ମୂଳ ଉତ୍ପତ୍ତି ବା ବ୍ୟୁତ୍ପତ୍ତି ଜାଣିବା ଆବଶ୍ୟକ ହେଉଛି ନିରୁକ୍ତରେ। ଜ୍ୟୋତିଷ ପ୍ରାଚୀନ କାଳରେ ତ ଜ୍ୟୋତିଷର ସ୍ଥାନ ସବୁଠୁ ଉଚ୍ଚରେ ଥିଲା ବା ତାର ପ୍ରୟୋଜନୀୟତା ସର୍ବାଦୌ ଥିଲା। ବେଦର ମୂଲ୍ୟ ଯଜ୍ଞରେ ପରିସ୍ଫୁଟ ହେଉଥିଲା ଏବଂ ସେ ଯଜ୍ଞ କାର୍ଯ୍ୟର ସବୁ ଯୋଉ ମାଙ୍ଗଳିକ ଅନୁଷ୍ଠାନର ଆରମ୍ଭ କରିବା ପୂର୍ବରୁ ସମୟ ଗୋଟେ ଅସ୍ପିସିୟସ୍ ଟାଇମ୍ ଯୋଉଟା ଶୁଭ ସୂଚକ ସମୟ ବାହାର କରିବା ପାଇଁ ଏଇ ଜ୍ୟୋତିଷ ଶାସ୍ତ୍ରର ଆଶ୍ରୟ ନେବାକୁ ପଡୁଥିଲା ବା ଏଇ ଜ୍ୟୋତିଷ ହିଁ ସେ ସମୟକୁ ସୂଚଉଥିଲା। ହେଲେ ଏଇ ଯୋଉ ଷଡ଼ାଙ୍ଗ ରହିଲା ଏଇ ଷଡ଼ାଙ୍ଗ ବିନା ବେଦ ଅଧ୍ୟୟନ କରାଯାଇ ପାରିବ ନାହିଁ। ଖାଲି ଯେ ବେଦାଙ୍ଗ ବେଦ ଜାଣିଦେବ ଏବଂ ବେଦାଙ୍ଗ ଜ୍ଞାନ ବଳରେ ବେଦକୁ ବୁଝିଯିବାଟା ବି ସହଜ ସାଧ୍ୟ ନାହିଁ। କାହିଁକି? ଏଥିପାଇଁ ଆମର ଭାଷ୍ୟକାର ମାନଙ୍କର ପ୍ରାଚୀନ ଭାଷ୍ୟକାର ମାନଙ୍କ ଭାଷ୍ୟ ମଧ୍ୟ ପଢି ବୁଝିବା ଦରକାର। ଆମର ବେଦର ଶ୍ରେଷ୍ଠ ଭାଷ୍ୟକାର ହଉଛନ୍ତି ସାୟଣାଚାର୍ଯ୍ୟ। ହେଲେ ଏଇ ଯୋଉ ବେଦର ପ୍ରଥମ ଖଣ୍ଡ ଯୋଉଟା କି କର୍ମକାଣ୍ଡ ବିଷୟ ବିନ୍ୟାସ ଦୃଷ୍ଟିରୁ ଇଏ ପୁଣି ଦୁଇଟି ଭାଗରେ ବିଭକ୍ତ ହେଇଛି। ଗୋଟିଏ କର୍ମକାଣ୍ଡ ଆଉ ଦ୍ୱିତୀୟଟି ହଉଛି ଜ୍ଞାନକାଣ୍ଡ। କର୍ମକାଣ୍ଡ ଯୋଉଠି ଆମର ସଂହିତା ସବୁ ଯୋଉଠି ମନ୍ତ୍ର ଗୁଡାକ ସଂକଳିତ ହେଇଛି ବ୍ୟାସ ହେଇଛି ସିଏ ଋଗ୍ବେଦ ସଂହିତା, ଯଜୁର୍ବେଦ ସଂହିତା, ସାମବେଦ ସଂହିତା, ଅଥର୍ବ ବେଦ ସଂହିତା ଏବଂ ଏହାର ଦ୍ୱିତୀୟ ବିଭାଗଟା ହଉଛି ବ୍ରାହ୍ମଣ ଯୋଉଟା କି ଜ୍ଞାନକାଣ୍ଡ। ପୁଣି ବେଦ ପାଠ ପାଇଁ 4 ପ୍ରକାର ବ୍ୟବସ୍ଥା ଅଛି। ପଦପାଠ, କ୍ରମପାଠ, ଜଟାପାଠ ଏବଂ ଘନ ପାଠ। ଏମିତି 4 ପ୍ରକାର ବ୍ୟବସ୍ଥା ରହିଛି ବେଦକୁ ପାଠ କରିବା ପାଇଁ। ତାପରେ ବୈଦିକ ସଂସ୍କୃତ ଗଲା ପରେ ଆମର ଆସିଲା ଲୌକିକ ସଂସ୍କୃତ। ଲୌକିକ ସଂସ୍କୃତରେ ଯାହାର ସମୟ ହଉଛି ଖ୍ରୀଷ୍ଟପୂର୍ବ 800 ରୁ ଖ୍ରୀଷ୍ଟପୂର୍ବ 500। ଏଇଥିରେ ବହୁ ପୁରାଣ ଉପପୁରାଣ ମହାପୁରାଣ ସବୁ ରଚିତ ହେଇଛି। ପୁରାଣର ସଂଖ୍ୟା ହଉଛି ଅଷ୍ଟାଦଶ ପୁରାଣ ଆମର ବ୍ୟାସଦେବ ଲେଖିଥିଲେ। ତା ଉପରେ ଅବଶ୍ୟ ବିଭିନ୍ନ ମତ ଦ୍ୱୈଧ ଆସୁଛି ଯେ ସବୁ ପୁରାଣ ଜଣେ ବ୍ୟକ୍ତି ଯେ ଲେଖିବାଟା କଣ ସମ୍ଭବ କି ବା ଗୋଟିଏ ସମୟରେ ସବୁ ଯାକ ପୁରାଣ ତ ଲେଖା ଯାଇନି। ସେ ଯାହା ହଉ ଏ ଦେଶରେ ପ୍ରାଚୀନ କାଳରୁ ରାମ କଥା, ସାବିତ୍ରୀ କଥା ଏବଂ ଆମର ନଳ ଦମୟନ୍ତୀ କଥା ଆଉ କୌରବ ପାଣ ସବୁ ବିଷୟ ଆଗରୁ ଆଖ୍ୟାନ ଗୁଡାକ ସବୁ ଥିଲା। ସେ ସବୁକୁ ଅବଶ୍ୟ ସିଏ ସଂକଳନ କରିଛନ୍ତି, ସଂକଳିତ କରିଛନ୍ତି। ବ୍ୟାସର ଅର୍ଥ ହଉଛି ସଂକଳନ। ହେଲେ ଏଇ ଯୋଉ ମହାଭାରତ ଆମର ପୁରାଣ ଭିତରେ ରାମାୟଣ ମହାଭାରତକୁ ଶ୍ରେଷ୍ଠ ବୋଲି ପ୍ରଥମ ବୋଲି ଆମର ରାମାୟଣ ଆସୁଛି। ଅଷ୍ଟାଦଶ ପୁରାଣ ରହିଛି, ଉପପୁରାଣ ବି 18। ମହାଭାରତ ଚାଲିଥିଲା 18 ଦିନ, ତାର ପର୍ବ ସଂଖ୍ୟା ମଧ୍ୟ 18, ଗୀତାର ଅଧ୍ୟାୟ ମଧ୍ୟ 18 ଆଉ ଶ୍ରୀମଦ୍ ଭାଗବତର ଶ୍ଲୋକ ସଂଖ୍ୟା ହଉଛି 18,000 ଶ୍ଲୋକ। ଏଣୁ ଏ ଯୋଉ ଅଷ୍ଟାଦଶ ସଂଖ୍ୟାଟା ଭାରତୀୟ ଦୃଷ୍ଟିରେ ଅତି ପବିତ୍ର ବୋଲି ଗଣାଯାଉଛି। ମହାଭାରତ ଦେଖିବା। ପୁରାଣ କେତେ? ପୁରାଣ ଅଷ୍ଟାଦଶ ପୁରାଣ କଣ କଣ? ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ବିଷ୍ଣୁ ପୁରାଣ, ଶିବ ପୁରାଣ, ଭାଗବତ, ନାରଦୀୟ ପୁରାଣ, ତାପରେ ଆସିଲେ ଆମର କଣ ମାର୍କଣ୍ଡେୟ ପୁରାଣ, ଅଗ୍ନି ପୁରାଣ, ଭବିଷ୍ୟ ପୁରାଣ, ବ୍ରହ୍ମ ବୈବର୍ତ ପୁରାଣ, ଲିଙ୍ଗ ପୁରାଣ, ସ୍କନ୍ଦ ପୁରାଣ, ତାପରେ ବାମନ ପୁରାଣ, ବରାହ ପୁରାଣ, ମତ୍ସ୍ୟ, କୁର୍ମ, ଗରୁଡ ଏବଂ ବ୍ରହ୍ମାଣ୍ଡ ପୁରାଣ। 18 ଗୋଟି ହେଲା। ପୁଣି ଉପପୁରାଣ ଆସୁଛି। ଉପପୁରାଣ ବି ସେଇଭଳି 18 ଗୋଟି।
ସତତ କୁମାର, ନରସିଂହ, ବାୟୁ, ଶିବ ଧର୍ମ ପୁରାଣ, ଆଶ୍ଚର୍ଯ୍ୟ, ନାରଦ, ନନ୍ଦିକେଶ୍ୱର, ସେଠୁ କଳ୍କି, କାଳିକା ପୁରାଣ, ଶାମ୍ବ ପୁରାଣ, ପରାଶର, ମରିଚି, ଆମର ଭାସ୍କର ବା ସୂର୍ଯ୍ୟ ପୁରାଣ, ମହେଶ୍ୱର ପୁରାଣ, କପିଳ ପୁରାଣ, ଉଷନ ପୁରାଣ, ଏମିତି ଉପପୁରାଣ ବି 18 ଗୋଟି ରହିଛି। ହେଲେ ସେଇଥିପାଇଁ ଆମର କୁହାଯାଇଛି, ଆମର ୟାକୁ ପୁରାଣ ଗୁଡାକୁ ମନେ ରଖିବା ପାଇଁ ଆମର ଗୋଟେ ଅତି ସହଜ ଉପାୟ ଅଛି। ମ ଦ୍ୱୟଂ ଭ ଦ୍ୱୟଂ ଚୈବ ବ୍ରତୟଂ ବ ଚତୁଷ୍ଟୟଂ। ମ ଦ୍ୱୟଂ ଭ ଦ୍ୱୟଂ, ମ ରେ 2ଟା, ଭ ରେ 2ଟା, ବ୍ର ତ୍ରୟଂ ମାନେ ବ୍ର ରେ 3ଟା, ତ୍ରୟଂ, ବ ଚତୁଷ୍ଟୟଂ ମାନେ ବ ରେ 4ଟା। ଅନାପଦ ଲିଙ୍ଗ କୁସ୍କାନି ପୁରାଣାନି ପୃଥକ ପୃଥକ। ଅନାପଦ ଲିଙ୍ଗ କୁ କୁର୍ମ ପୁରାଣ ମାନେ କଣ? ମ ଦ୍ୱୟଂ ଭ ଦ୍ୱୟଂ, ମ ରେ 2ଟା ପୁରାଣ, ଭ ରେ 2ଟା ପୁରାଣ, ପୁଣି ବ୍ର ରେ 3ଟା ପୁରାଣ, ପୁଣି ବ ରେ 4ଟା ପୁରାଣ। ଅରେ କଣ କଣ? ଆମର ମ ରେ ରହିଲା ମତ୍ସ୍ୟ ମାର୍କଣ୍ଡେୟ, ମ ଦ୍ୱୟଂ ଗଲା। ଭ ଦ୍ୱୟଂ, ଭ ରେ 2ଟା ପୁରାଣ, ଭାଗବତ ଆଉ ଭବିଷ୍ୟ। ବ୍ରରେ ତ୍ରୟଂ ମାନେ ବ୍ରରେ 3ଟା ପୁରାଣ ରହିଲା, ବ୍ର ଅକ୍ଷରରେ ବ୍ରହ୍ମ ପୁରାଣ, ବ୍ରହ୍ମାଣ୍ଡ ପୁରାଣ ଆଉ ବ୍ରହ୍ମ ବୈବର୍ତ ପୁରାଣ। ସେମିତି ବ ଚତୁଷ୍ଟୟଂ, ବରେ 4ଟି। କଣ କଣ ବରେ 4ଟି ରହିଲା? ନା ବାମନ, ବିଷ୍ଣୁ, ବାୟୁ, ବରାହ, 4ଟି ପୁରାଣ ରହିଲା। ଅନାପଦ, ଅରେ କଣ? ଅରେ ଅଗ୍ନି ପୁରାଣ, ନା ରେ ନାରଦ, ପଦରେ ପଦ୍ମ ପୁରାଣ, ଲିଙ୍ଗ ଲିରେ ଲିଙ୍ଗ ପୁରାଣ, ଗରେ ଗରୁଡ ପୁରାଣ, କୁରେ କୁର୍ମ ପୁରାଣ, ସ୍କରେ ସ୍କନ୍ଦ ପୁରାଣ। ଏମିତି ଏଇ ଶ୍ଲୋକ ମାଧ୍ୟମରେ ଆମେ ଅଷ୍ଟାଦଶ ପୁରାଣକୁ ମନେ ରଖିପାରିବା। କେବଳ ମୁଖସ୍ଥ କରିଦେଲେ, ବୁଝିକି ମୁଖସ୍ଥ କରିଦେଲେ ହେଲା। ହେଲେ ଏଇ ଯୋଉ ପୁରାଣ ଅଷ୍ଟାଦଶ, ଏ ଅଷ୍ଟାଦଶ ପୁରାଣ ଆମର ଭାରତୀୟ, ଏ ଯୋଉ ଅଷ୍ଟାଦଶ ସଂଖ୍ୟାଟା ଭାରତୀୟ ଦୃଷ୍ଟିରେ ଅତି ପବିତ୍ର ଅଟେ। ବୈଦିକ ଯୁଗ ଇଏ ଗଲା। ବୈଦିକ ଯୁଗ ପରେ ଯେତେବେଳେ ଆମର ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଘଟିଲା, ସେତେବେଳେ କାବ୍ୟ ଗ୍ରନ୍ଥ ସବୁ ଆଉ ସଂସ୍କୃତରେ ଲେଖା ନ ଯାଇ ପାଲି ଭାଷାରେ ରଚିତ ହେଲା। ବୌଦ୍ଧ ଧର୍ମ ଗ୍ରନ୍ଥ ଗୁଡାକ ବୁଦ୍ଧ ମଗଧ ଅଧିବାସୀ ଥିଲେ, ମଗଧର ଭାଷା ଥିଲା ପାଲି। ତେଣୁ ସବୁ ପାଲିରେ ଲିଖିତ ହେଲା ଫଳରେ ସଂସ୍କୃତ ଭାଷାର ଆଉ ଅଭିବୃଦ୍ଧି ଘଟିଲାନି। ସେ ଗୋଟେ ମୃତ ପ୍ରାୟ ହେଇକି ପଡି ରହିଲା। ଏଇ ସମୟରେ ଆମର କାଳିଦାସ, ଭାସ, ଅଶ୍ୱଘୋଷ ଆଉ ଭାରବୀ ଏମାନେ ସବୁ ଆବିର୍ଭୂତ ହେଇକି ସଂସ୍କୃତକୁ ପୁଣି ଜୀବନ୍ୟାସ ଦେଲେ। ସଂସ୍କୃତକୁ ଯିଏ ଜାଣିଛି, କାଳିଦାସଙ୍କୁ ସିଏ ଜାଣିଛି। ମାନେ କାଳିଦାସ ଏବଂ ସଂସ୍କୃତ ଏବଂ କାଳିଦାସ ଉଭୟ ଅଙ୍ଗାଙ୍ଗୀ ଜଡିତ। କାଳିଦାସଙ୍କର ଆମର ସର୍ବଶ୍ରେଷ୍ଠ ବା ଅନବଦ୍ୟ କୃତି ହଉଛି ରଘୁବଂଶ। ଅଜ ଆଉ ଇନ୍ଦୁମତୀଙ୍କର ବିବାହ, ଯୋଉଟା 19 ସର୍ଗ ବିଶିଷ୍ଟ। ତାଙ୍କର ଆବିର୍ଭାବ କାହିଁକି? ସେ ସମୟର ସବୁ ସଂସ୍କୃତ ଏଇ ମହାନ ପ୍ରଥିତ ଯଶା କବିମାନେ ନିଜ ସମ୍ପର୍କରେ କୋଉଠି ପରିଚୟ ଦବା ପାଇଁ ଉଚିତ ମନେ କରିନାହାନ୍ତି। ସିଏ ବି ବିବଦମାନ ହେଇକି, ତାଙ୍କ ସମୟ ନିରୂପଣ ମଧ୍ୟ ବିବଦମାନ ହେଇକି ରହିଛି। ସମାଲୋଚକ ମାନେ ବିଭିନ୍ନ ଦୃଷ୍ଟିକୋଣରୁ ତାଙ୍କ ସମୟକୁ ନିରୂପିତ କରିଛନ୍ତି। ପ୍ରଥମ ଶତକ ବୋଲି କୁହାଯାଏ। ରଘୁବଂଶ ପରେ ତାଙ୍କର ଦ୍ୱିତୀୟ କାବ୍ୟ ହଉଛି 17 ସର୍ଗ ବିଶିଷ୍ଟ କୁମାର ସମ୍ଭବ, ଯୋଉଟା କି କାର୍ତ୍ତିକେୟଙ୍କ ଜନ୍ମ ବୃତ୍ତାନ୍ତ। କିନ୍ତୁ ଏଠି ପ୍ରଥମ 8ଟି ସର୍ଗ କାଳିଦାସଙ୍କର ହିଁ ରଚନା। ତାପରେ ତୃତୀୟ ସୃଷ୍ଟି ହଉଛି ତାଙ୍କର ଋତୁ ସଂହାର। 6ଟି ଋତୁର ଅତି ସୁନ୍ଦର ବର୍ଣ୍ଣନା ଏଠି କରିଛନ୍ତି। ତା ଛଡା ତାଙ୍କର ମେଘଦୂତ ଖଣ୍ଡକାବ୍ୟ, ମେଘଦୂତ। ସେମିତି ଅନ୍ୟ ଜଣେ କବି ହଉଛନ୍ତି ଭାରବୀ, ଯାହାଙ୍କର
କାବ୍ୟ ହଉଛି କିରାତାର୍ଜୁନୀୟ ଯୋଉଠି ଯେ ଆମର ଅର୍ଜୁନ ଯେତେବେଳେ ପାଶୁପତ ଅସ୍ତ୍ର ତପସ୍ୟା କଲା ପରେ ଆଣିଛନ୍ତି ଶିବଙ୍କଠୁ, ଶିବ କିରାତ ରୂପୀ ଶିବ ତାଙ୍କର ପରୀକ୍ଷା ନବା ପାଇଁ ଚାହିଁଛନ୍ତି। ତାଙ୍କ ଭିତରେ ଶିବ ଆଉ ଅର୍ଜୁନଙ୍କ ଭିତରେ ଘମାଘୋଟ ଯୁଦ୍ଧ ହେଇଛି। ସେଇ ବୃତ୍ତାନ୍ତ ସେଇ ବିଷୟକୁ ନେଇକି ସେ ଲେଖିଛନ୍ତି କିରାତାର୍ଜୁନୀୟ। ତାପରେ ଅନ୍ୟ ଜଣେ ପ୍ରଥିତଯଶା କବି ହେଲେ ମାଘ। ମାଘଙ୍କର ହଉଛି ଶିଶୁପାଳ ବଧ। ସିଏ ଏଇ ମହାଭାରତର ବିଷୟବସ୍ତୁକୁ ନେଇକି ହିଁ ରଚନା କରିଛନ୍ତି। ଶ୍ରୀହର୍ଷ ଲେଖିଛନ୍ତି ନୈଷଧେୟ ଚରିତ। ମାନେ ଇଏ ସେଇ ମହାଭାରତର ଇଏ ବିଷୟବସ୍ତୁ ବନ ପର୍ବରୁ ଆସିଛି ବୋଧେ। ହଁ, ବନ ପର୍ବରୁ। ଆମର ଗୋଟାଏ ଏଇ ସବୁ ଅନ୍ୟ କବି ମାନେ ଅଛନ୍ତି, ଆମର ଭର୍ତ୍ତୃହରି ଅଛନ୍ତି, ଆଉ ମୟୂର କବି ଅଛନ୍ତି ଯିଏକି ମୟୂରାଷ୍ଟକ ଲେଖିଛନ୍ତି। ମୟୂରାଷ୍ଟକ ଏବଂ ସୂର୍ଯ୍ୟ ଶତକ ବି ଲେଖିଛନ୍ତି ଅଛନ୍ତି। କିନ୍ତୁ ଏଇ କବିମାନଙ୍କୁ ନେଇକି ଏଇ ଶ୍ଲୋକଟି ଉପମା କାଳିଦାସସ୍ୟ ଭାରବେରର୍ଥ ଗୌରବମ୍ ନୈଷଧେ ପଦଲାଳିତ୍ୟଂ ମାଘେ ସନ୍ତି ତ୍ରୟ ଗୁଣାହା ବୋଲି କୁହାଯାଇଛି। ହେଲେ କାଳିଦାସଙ୍କର ଆମେ ଦେଖିବା ଏ ରଘୁବଂଶ ତ ମହାକାବ୍ୟ। କୁମାର ସମ୍ଭବ ବି ଇଏ 17 ସର୍ଗ ପ୍ରଥମ 8ଟି ସିନା କାଳିଦାସଙ୍କର, ଆଉ ଅନ୍ୟ ସର୍ଗ ଗୁଡିକ ଅନ୍ୟ ଜଣେ ଲେଖିଛନ୍ତି। ତାପରେ ଅଶ୍ୱଘୋଷ ତାଙ୍କର ବୁଦ୍ଧ ଚରିତ, ସୌନ୍ଦରାନନ୍ଦ ତାଙ୍କର ସାରିପୁତ। ଏଇଟା ଗୋଟେ ନାଟକ, ଇଏ କାବ୍ୟ ନୁହଁ, ଇଏ ଗୋଟିଏ ନାଟକ। ହେଲେ ଏବେ ଆମେ ଦେଖିବା ଯେ ସଂସ୍କୃତ ସାହିତ୍ୟ ଦ୍ୱାରା ଓଡ଼ିଆ ସାହିତ୍ୟ କେମିତି ବହୁମାତ୍ରାରେ ପ୍ରଭାବିତ ହେଇଛି। ଆମର ଆଦିକବି ସାରଳା ଦାସ ପୁରାଣ ସାହିତ୍ୟ ରଚନା କରିଛନ୍ତି। ଓଡ଼ିଆ ଭାଷାକୁ ଲୋକମୁଖର ପ୍ରଚଳିତ ଭାଷାକୁ ନେଇକି ଲେଖିଛନ୍ତି। ପ୍ରଥମେ ସିଏ ଫାଉଣ୍ଡେସନ ପକେଇଛନ୍ତି ଓଡ଼ିଆ ଭାଷାକୁ ନେଇକି। ସିଏ କିନ୍ତୁ ସଂସ୍କୃତ କାବ୍ୟାଦର୍ଶରୁ ମୁକ୍ତ ନୁହନ୍ତି। ଲୋକ ମୁଖର ଭାଷାକୁ ନେଇକି ସାହିତ୍ୟ ସୃଷ୍ଟି କଲେ, ବିଶାଳ ପୁରାଣ ସାହିତ୍ୟ ସୃଷ୍ଟି କରିଥିଲେ ମଧ୍ୟ ସିଏ ସଂସ୍କୃତ ସାହିତ୍ୟ ପ୍ରଭାବରୁ ମୁକ୍ତ ହେଇନାହାନ୍ତି ବା ସଂସ୍କୃତ କାବ୍ୟାଦର୍ଶରୁ ମୁକ୍ତ ହେଇନାହାନ୍ତି। ସେମିତି ତତ୍ପରବର୍ତ୍ତୀ ଯୁଗ ଆମେ ଦେଖିବା ପଞ୍ଚସଖା ଯୁଗ। ପଞ୍ଚସଖା ଯୁଗର ସାଧକମାନେ ମଧ୍ୟ ପୁରାଣ ସାହିତ୍ୟ ରଚନା କରିଥିଲେ ମଧ୍ୟ ଓଡ଼ିଆ ଭାଷାକୁ ନେଇକି ସେମାନେ ବି ସଂସ୍କୃତ କାବ୍ୟାଦର୍ଶକୁ ଭୁଲି ନାହାନ୍ତି। ତତ୍ପରବର୍ତ୍ତୀ ଯୁଗ ଆମର ମଧ୍ୟଯୁଗ ଦେଖିବା। ମଧ୍ୟଯୁଗ ବା ରୀତି ଯୁଗ, ସିଏ ତ ସଂସ୍କୃତ କାବ୍ୟାଦର୍ଶର ଛାଞ୍ଚରେ ଓଡ଼ିଆ ଭାଷାକୁ ନେଇକି ଢଳା ଯାଇଛି। ମାନେ ସମ୍ପୂର୍ଣ୍ଣ ରୂପେ ସମସ୍ତ କବି, ମଧ୍ୟଯୁଗୀୟ କବି, ରୀତିଯୁଗୀୟ କବି ମାନେ ସଂସ୍କୃତ କାବ୍ୟାଦର୍ଶକୁ ପଦେ ପଦେ ଅନୁସରଣ କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଆରମ୍ଭ ହେଲା, ସାରଳାଙ୍କ ଠାରୁ ସାହିତ୍ୟ ଆରମ୍ଭ ହେଇଛି। ଫାଉଣ୍ଡେସନ ସେ ପକେଇଛନ୍ତି। ପଞ୍ଚସଖା ତା ଉପରେ ଗୋଟେ ବିଶାଳ ଓଡ଼ିଆ ସାହିତ୍ୟର ଗୋଟେ ସୌଧ ତିଆରି କରିଛନ୍ତି। କିନ୍ତୁ ତାକୁ କାରୁକାର୍ଯ୍ୟ ବା ସେଇ ଅଟ୍ଟାଳିକାଟି କାରୁକାର୍ଯ୍ୟ ବିମଣ୍ଡିତ ହେଇଛି ଏଇ ରୀତିଯୁଗୀୟ ଭଞ୍ଜଯୁଗୀୟ କାବ୍ୟକାର ମାନଙ୍କ ଦ୍ୱାରା। ହେଲେ ସେଇ ଓଡ଼ିଆ ଯୋଉ ମଧ୍ୟଯୁଗୀୟ କାବ୍ୟ ସଂସ୍କୃତ କାବ୍ୟାଦର୍ଶ ଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହେଇଛି। ତା ଛଡ଼ା ଆମେ ଦେଖିବା ଏଇ ଯୋଉ ସଂସ୍କୃତ କାବ୍ୟକାର ମାନେ ଶ୍ରୀହର୍ଷ ହୁଅନ୍ତୁ କି ଆମର ବେଣୀ ସଂହାରର ଲେଖକ ଭଟ୍ଟନାରାୟଣ ହୁଅନ୍ତୁ, ଏଇମାନେ ସମସ୍ତେ ଓଡ଼ିଶା ବାସୀ ଥିଲେ ବୋଲି ଜଣାଯାଏ। ଶ୍ରୀହର୍ଷଙ୍କୁ ମଧ୍ୟ ଜଣେ ଓଡ଼ିଆ କବି ବୋଲି କହିବାର ବହୁତ ଗୁଡ଼େ କାରଣ ଅଛି। ପ୍ରଥମେ ସେ ଜଣେ ବଙ୍ଗାଳୀ ବୋଲି ବଙ୍ଗଳାର ସମାଲୋଚକ ମାନେ ଦାବି କଲେ, ପ୍ରମାଣ କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୋଉ ପ୍ରମାଣର ଆଧାରରେ ସେମାନେ ବଙ୍ଗାଳୀ ବୋଲି କହିବାକୁ ଦାବି କଲେ, ସେଇ ସବୁ ଗୁଡ଼ିକ ମଧ୍ୟ ଓଡ଼ିଆ ପାଇଁ ପ୍ରଯୁଜ୍ୟ ଥିଲା। କାହିଁକି? ଏଇ ଯୋଉ ନୈଷଧେୟ ଚରିତରେ ଯୋଉ ବ୍ୟବହୃତ ହେଇଛି ହୁଳୁହୁଳା ଶବ୍ଦ, ୟାର ପ୍ରୟୋଗ, ତାପରେ କଉଡ଼ି, ପାନ ଖାଇବା ବାହୁଲ୍ୟ,
ସେମିତି ଗରିବ ଘରର ସ୍ତ୍ରୀ ମାନଙ୍କର ପିତ୍ତଳ ଖଡୁ କେମିତି ପିନ୍ଧୁଥିଲେ ସେଗୁଡାକ, ବିବାହ ଉତ୍ସବରେ ମାଛ ଆଉ ପାୟସ ଏସବୁ ଆଦିର ଯୋଉ ଭୋଜନ, ଚିଲିକା କୂଳର ଯୋଉ ବର୍ଣ୍ଣନା, ଆଉ ଏସବୁର ଯୋଉ ନିଖୁଣ ବର୍ଣ୍ଣନା, ଏଗୁଡାକ ଯୋଗୁ, ଏସବୁ ଯୋଗୁ ନୈଷଧେୟକାରଙ୍କୁ ବା ଶ୍ରୀହର୍ଷଙ୍କୁ ଗୋଟେ ଓଡିଆ ବୋଲି ପରିଚିତ କରାଏ। ଖାଲି ଏତିକି ନୁହେଁ, ନୈଷଧେୟ ଚରିତର 15 ସର୍ଗରେ କଳଙ୍କ ପ୍ରସଙ୍ଗରେ ଜଗନ୍ନାଥଙ୍କର ସ୍ନାନ ମଣ୍ଡପକୁ ଶୁକ୍ଳ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଆରୋହଣ ଅବିକଳ ବର୍ଣ୍ଣନା ତାଙ୍କର ପୁରୁଷୋତ୍ତମ କ୍ଷେତ୍ରର ପରିଚିତି ପ୍ରକାଶ କରୁଛି। ମାନେ ତାଙ୍କର ଓଡିଶା ପ୍ରୀତି ଏଠି ପ୍ରକାଶିତ ହଉଛି। ସେ ଯାହା ହେଉ ଅନ୍ୟାନ୍ୟ ଯାହା ପ୍ରମାଣ ଅଛି ତା ଦ୍ୱାରା ପରିପୃଷ୍ଟ ନହେଲେ ବି ଶ୍ରୀହର୍ଷ ଓଡିଆ ବୋଲି ସମ୍ପୂର୍ଣ୍ଣ ରୂପରେ କହିହବନି। ସେମିତି ଜୟଦେବଙ୍କର ଦଶାବତାର ନୈଷଧରେ ଥିଲେ, ମାତ୍ର ଆଉ ଅନ୍ୟାନ୍ୟ ପ୍ରମାଣର ବି ଆବଶ୍ୟକତା ରହିଛି। ତଥାପି ଏତିକି ଆମେ କହିପାରିବା ଯେ ଶ୍ରୀହର୍ଷଙ୍କର ଯୋଉ ନୈଷଧେୟ ଚରିତରେ ଯୋଉ ଓଡିଶାର ଖାଦ୍ୟ ପେୟ, ପୋଷାକ ପରିଧାନ, ଚାଲି ଚଳଣି, ପର୍ବପର୍ବାଣୀ, ବିଭିନ୍ନ ଦେବଦେବୀ ପୂଜା, ରୀତିନୀତି, ଏ ସବୁ ଉପରେ ନୈଷଧେୟକାରଙ୍କର ଗଭୀର ଧାରଣା ଥିଲା। ସେମିତି ଆମର ଭଟ୍ଟନାରାୟଣଙ୍କୁ ବି ପଣ୍ଡିତ ମାନେ ଓଡିଶାର ବୋଲି ଆମର ଦାବି କରନ୍ତି। କାରଣ ଯୋଉ ବେଣୀ ସଂହାରରେ ଯୋଉ ପୁରୁଷୋତ୍ତମ ଶବ୍ଦ ଅଛି, ଶ୍ରୀକୃଷ୍ଣ ଓ ଜଗନ୍ନାଥ ଉଭୟଙ୍କୁ ଲକ୍ଷ୍ୟ କରି ସେଟା ପ୍ରୟୋଗ କରାଯାଇଛି। ତା ଛଡା ତାଙ୍କ ଯୋଉ ଅନର୍ଘଟ ରାଘବର ଲେଖକ ହଉଛନ୍ତି ମୁରାରୀ ମିଶ୍ର, ସିଏ ବି ଜଣେ ଓଡିଆ ଥିଲେ। କେବଳ ଶ୍ରୀହର୍ଷ ନୁହଁ କି ଭଟ୍ଟନାରାୟଣ ନୁହଁ, ଏଇ ମୁରାରୀ ମିଶ୍ର ମଧ୍ୟ ଓଡିଆ ଥିଲେ। ଏକଥା ସମାଲୋଚକ ମାନେ ସ୍ୱୀକାର କରିଛନ୍ତି। କାହିଁକି? ଏଇ ଯୋଉ ନାଟକର ପ୍ରଥମ ଅଙ୍କର ସୂତ୍ରଧାରଙ୍କର ଯୋଉ ଉକ୍ତି, ସେଥିରୁ ଜଣାଯାଏ ଯେ ପୁରୁଷୋତ୍ତମ କ୍ଷେତ୍ରରେ ଏଇଟା ପ୍ରଥମେ ଅଭିନୀତ ବା ମଞ୍ଚସ୍ଥ ହେଇଥିଲା। ହେଲେ ଏଇ ଯୋଉ ସଂସ୍କୃତ କାବ୍ୟକାର ମାନେ, ଏମାନେ ଓଡିଶାବାସୀ ଥିଲେ ଏବଂ ଓଡିଆ କବି ମାନେ ମଧ୍ୟ ଏଇ ସଂସ୍କୃତ କାବ୍ୟାଦର୍ଶ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହେଇଛନ୍ତି। ଏକଥା ଆମେ ବିନା ଦ୍ୱିଧାରେ କହିପାରିବା, ଯୋଉଟା କି ଆମର ରୀତି ଯୁଗରୁ ଜଣା ଯାଉଛି। ଆଚ୍ଛା, ଆଉ ଗୋଟେ ଜିନିଷ ରହିଲା, ରାମାୟଣ ଆଉ ମହାଭାରତ। ରାମାୟଣ ଆମର ମହାଭାରତ, ରାମାୟଣ ଦ୍ୱାରା ଆମର ଓଡିଆ କାବ୍ୟ ପରମ୍ପରା ବହୁ ମାତ୍ରାରେ ସମୃଦ୍ଧ ହେଇଛି। ହ୍ୟାଲୋ, ରାମାୟଣ, ହ୍ୟାଲୋ, ରାମାୟଣର ଅର୍ଥ ଦେଖିବା ଆମେ, ରାମଙ୍କର ଅୟନ, ଅୟନ ମାନେ ମାର୍ଗ, ରାମଚନ୍ଦ୍ରଙ୍କର, ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ ଶୈଳୀକୁ, ରାମଚନ୍ଦ୍ରଙ୍କର ଜୀବନ ଶୈଳୀକୁ ଆମେ ଅଧ୍ୟୟନ କରି ସେଇ ଅୟନରେ ବା ମାର୍ଗରେ ଆମେ ଗତି କରିବା। ତା ଦ୍ୱାରା ତ ବହୁତ ଗୁଡେ ରାମକାବ୍ୟ ଆମର ଓଡିଆ ସାହିତ୍ୟରେ ଲେଖାଯାଇଛି। ରାମକାବ୍ୟ ଆମର ବହୁତ ଗୁଡେ ଓଡିଆ ସାହିତ୍ୟରେ ରଚନା କରାଯାଇଛି। ସେମିତି ମହାଭାରତ ଦେଖିବା ଆମେ,
ମହାଭାରତ ଦେଖିଲେ ବି ସେଇଠି ମହାଭାରତକୁ ଆଧାର କରିକି ଆମର ବହୁତ ଗୁଡେ କାବ୍ୟ ରଚିତ ଆମର କୁହାଯାଏ ଯାହା ନାହିଁ ଭାରତେ ତାହା ନାହିଁ ଭାରତେ, ମାନେ ମହାଭାରତରେ ଯାହା କିଛି ନାହିଁ ତାହା ଅନ୍ୟ କୌଣସି ଠାରେ ନାହିଁ। ଧର୍ମ ଅର୍ଥ କାମ ମୋକ୍ଷ ସମ୍ବନ୍ଧୀୟ ଯାହା କିଛି ଏଥିରେ ଅଛି ତାହା ଅନ୍ୟତ୍ର ସବୁଠି ଅଛି। ଚତୁର୍ବର୍ଗ ଫଳପ୍ରାପ୍ତି କୁହାଯାଏ ମହାଭାରତ ପାଠ କଲେ ହିଁ ସଫଳ ହୋଇଥାଏ ବୋଲି କୁହାଯାଏ। ରାମାୟଣ ଯେପରି ଭାରତୀୟ ସଂସ୍କୃତିର ବାହକ, ମହାଭାରତ ମଧ୍ୟ ସେହିପରି ଭାରତୀୟ ପରମ୍ପରା, ଭାରତୀୟ ସଂସ୍କୃତି ଆଉ ଇତିହାସର ବାହକ। କେବଳ ଏଠି ଯେ କୌରବ ପାଣ୍ଡବଙ୍କର ଯୁଦ୍ଧ ବର୍ଣ୍ଣନା ଏ ଗ୍ରନ୍ଥର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ, କୁରୁ ପାଣ୍ଡବଙ୍କର ଯୁଦ୍ଧର ପ୍ରସଙ୍ଗ କ୍ରମେ ହିନ୍ଦୁ ଧର୍ମର ବିସ୍ତୃତ ବର୍ଣ୍ଣନା ଅଛି, ନୀତି ଶିକ୍ଷା ଅଛି, ଶ୍ରୀକୃଷ୍ଣଙ୍କର କେମିତି ରାଜନୈତିକ କୌଶଳ, ରାଜନୀତି, ଅର୍ଥନୀତି ଏସବୁର ବି ଅବତାରଣା ହେଇଛି ବା ଏସବୁ କହିବା ହଉଛି ବା ଲୋକଲୋଚନକୁ ଆଣିବା ଜଣେଇବା ହଉଛି ଏହାର ମୂଳ ଉଦ୍ଦେଶ୍ୟ। ଏଇ ଯୋଉ ଭାରତୀୟ ଦର୍ଶନର କ୍ଲିଷ୍ଟତାକୁ ପରିହାର କରାଇ ତାର ସୂକ୍ଷ୍ମ ତତ୍ଵକୁ ଜନ ସମାଜରେ ପ୍ରକାଶ କରାଇବା ହିଁ ମହାଭାରତ ଅନ୍ୟ ଏକ ଉଦ୍ଦେଶ୍ୟ। କାହିଁକି ସର୍ବସାଧାରଣଙ୍କ ପାଇଁ ଏଇ ଯୋଉ ବେଦ, ବେଦାନ୍ତ, ଉପନିଷଦ ଏସବୁ ସର୍ବସାଧାରଣଙ୍କ ପାଇଁ ବୋଧଗମ୍ୟ ନଥିଲା। ବେଦକୁ ପଢିବାକୁ ହେଲେ ତାର ବେଦାଙ୍ଗକୁ ବୁଝିବାକୁ ହବ, ବେଦାଙ୍ଗକୁ ଅଧ୍ୟୟନ କରିବାକୁ ହବ, ପୁଣି ଭାଷ୍ୟକୁ ଅଧ୍ୟୟନ କରିବାକୁ ହବ, ପୁଣି ଲୌକିକ ସଂସ୍କୃତ ଆଉ ବୈଦିକ ସଂସ୍କୃତ ଭିତରେ ପାର୍ଥକ୍ୟ ରହିଛି। ତେଣୁ ୟାକୁ ଏଇ ପୁରାଣ ମାଧ୍ୟମରେ ବୁଝାଇବା ପାଇଁ ବା ପୁରାଣ ଏଇ ଯୋଉ ରାମାୟଣ, ମହାଭାରତ, ଅଷ୍ଟାଦଶ ପୁରାଣ ସେଇଥିପାଇଁ ରଚିତ ହେଇଛି। ଆମର ମହାଭାରତକୁ ପଞ୍ଚମ ଭାରତଂ ପଞ୍ଚମ ବେଦ ବୋଲି କୁହାଯାଇଛି। ଆମେ ଯଦି ଭାରତୀୟ ସଂସ୍କୃତିକୁ ଓ ପ୍ରାଚୀନ ଗ୍ରନ୍ଥକୁ ଯଦି ଗ୍ରନ୍ଥ ବିଷୟରେ ଆମେ ଆଲୋଚନା ଅନୁଧ୍ୟାନ କରିବା ତାହେଲେ ମହାଭାରତକୁ ହିଁ ପଢିବା ଦରକାର। କାରଣ ଅନେକ ଗ୍ରନ୍ଥର ଏଇଟା ମୂଳାଧାର ରହିଛି। ଅତଏବ ଆମର ଗବେଷଣା କ୍ଷେତ୍ରରେ ବେଦ, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ, ରାମାୟଣ ଭଳି ୟାର ବି ଯଥେଷ୍ଟ ସ୍ଥାନ ରହିଛି। ଖାଲି ଭାରତବର୍ଷ କାହିଁକି, ସମଗ୍ର ପୃଥିବୀର ଯୋଉମାନେ ସଂସ୍କୃତଜ୍ଞ ସେମାନେ ମହାଭାରତର ଅଧ୍ୟୟନ ଅନୁଧ୍ୟାନ ପାଇଁ ମଧ୍ୟ ସଚେତନ ହେଇଛନ୍ତି, ଆଗ୍ରହୀ ହେଇଛନ୍ତି। ହେଲେ ଏଇ ମହାଭାରତ ୟାକୁ ପୁଣି ତିନିଟି ପର୍ଯ୍ୟାୟ କରାଯାଇଛି। ଆର ପ୍ରାଚୀନ ନାମ ଜୟ ବୋଲି ଥିଲା, ଯୋଉ ଜୟର ଅର୍ଥ ବି 18 ଅଟେ। ଜୟ ଶବ୍ଦ ବୋଲି ଥିଲା ମହାଭାରତର ପ୍ରାଚୀନ ନାମ। ଦ୍ୱିତୀୟରେ ତାର ନାମ ହେଇଛି ଭାରତ କାବ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ, ତାପରେ ମହାଭାରତ। ହେଲେ ଏଠି ଯୋଉ ଜୟ ବୋଲି ନାମକରଣ କରାଯାଇଛି, ପାଣ୍ଡବ ମାନଙ୍କର ତଥା ଧର୍ମର ଜୟକୁ ନେଇକି ବୋଧ ହୁଏ ଏଇ ନାମଟି ରଖାଯାଇଛି। ଏବଂ ଯୋଉଟା ଦ୍ୱିତୀୟ ପର୍ଯ୍ୟାୟରେ ଆକୁ ଭାରତ କାବ୍ୟ ବୋଲି ରଖାଯାଇଛି। ଏଥିରେ ନାନା ଉପାଖ୍ୟାନର ସମାବେଶ କରାଯାଇ ନଥିଲା। ଯୁଦ୍ଧର ବର୍ଣ୍ଣନା ହିଁ ଆର ମୁଖ୍ୟ ବିଷୟବସ୍ତୁ ଥିଲା। ଆର ଶ୍ଲୋକ ସଂଖ୍ୟା ଭାରତ କାବ୍ୟ ଯୋଉଟା ଦ୍ୱିତୀୟରେ ତାର ନାମକରଣ ଦ୍ୱିତୀୟ ପର୍ଯ୍ୟାୟରେ ହେଇଛି 2400 ବୋଧେ ଥିଲା। ୟାକୁ ବୈଶମ୍ପାୟନ ଜନ୍ମେଜୟଙ୍କୁ ଶୁଣେଇଥିଲେ, ବୈଶମ୍ପାୟନ ପଢିକି ଜନ୍ମେଜୟଙ୍କୁ ଶୁଣେଇଥିଲେ। ତାପରେ ତାର ମହାଭାରତ ନାମକରଣ ହେଇଛି। ମହାଭାରତର ନାମ ଏଇ ଯୋଉ ଭାରତ ଆମର ଗୁହ୍ୟ ସୂତ୍ରରେ ଦେଖିବା ଭାରତ ସହିତ ଏ ମହାଭାରତ ନାମ ସାଙ୍କେତିକ ହେଇଛି। ମହାଭାରତରେ ସମସ୍ତ ଉପାଖ୍ୟାନକୁ ଖଞ୍ଜି ଦିଆଗଲା, ଯାହା ଫଳରେ ଏହାର ଆକାର ବା କଳେବର ଏହାର ବୃହତ୍ତର ହେଇଗଲା। ସେହି ଉପାଖ୍ୟାନ ଗୁଡ଼ିକ ଯୋଉ ଥିଲା ତା ଭିତରୁ କେତେ ବୈଦିକ, କେତେକ ଐତିହାସିକ ଏବଂ କେତେକ ଲୌକିକ ମଧ୍ୟ। ତା ଛଡା ବିଦୁର ନୀତି ଏସବୁ ଛଳରେ ବହୁତ ଗୁଡେ ନୀତି ସଂଯୋଜନା ମଧ୍ୟ କାବ୍ୟଟିର କଳେବର ବୃଦ୍ଧି କରିଦେଲା। ଆମର ଏଠି ଆଧ୍ୟାତ୍ମ ନୀତି, ଧର୍ମ ନୀତି ଏସବୁ ମଧ୍ୟ ଏଠି ଯୋଡି ଦିଆଗଲା, ଯୋଉଟା କି ଆମର ଆଜିର ମହାଭାରତ ଆମକୁ ମିଳିଲା। ଜୟ, ଜୟ ପରେ ପରେ ଭାରତ କାବ୍ୟ ଏବଂ ତାପରେ ପରେ ତା ସହିତ କିଛି ଯୋଡା ଯାଇଛି, ଯୋଉଟା କି ମହାଭାରତ, ଆଜିର ମହାଭାରତ ଆମେ ଯୋଉଟାକୁ ଦେଖୁଛେ।
ଏଇ ମହାଭାରତର ଶ୍ଲୋକ ସଂଖ୍ୟା 1,00,000 ବୋଲି କୁହାଯାଉଛି। ତେଣୁ ଆକୁ ଶତ ସହସ୍ରୀ ସଂହିତା ବୋଲି ମଧ୍ୟ କୁହାଯାଏ। ହରିବଂଶ ସେମିତି, ହରିବଂଶକୁ ମହାଭାରତର ଅବଶିଷ୍ଟ ପରିଶିଷ୍ଟ ବୋଲି ବିଚାର କରାଯାଏ, କିନ୍ତୁ ସେଟା ତାର ବାହ୍ୟ ରୂପ, ଇଏ ତାର ବର୍ଣ୍ଣନା ଶୈଳୀ ଉପରେ ଆଧାରିତ। ଏହାକୁ ମଧ୍ୟ ସେହି ଦୃଷ୍ଟିରୁ କଣ କ୍ଷୀର ପର୍ବ ବୋଲି କୁହାଯାଏ। ମହାଭାରତ ଆଉ ହରିବଂଶ ଉଭୟର ବକ୍ତା ହେଉଛନ୍ତି ବୈଶମ୍ପାୟନ। ସମାଲୋଚକ ମାନେ ସେମାନେ ବି କହିଥାନ୍ତି ଯେ ହରିବଂଶ ବି ଜଣେ କେହି ଲେଖକ ଦ୍ୱାରା ଲିଖିତ ହେଇନାହିଁ, ତାର ରଚୟିତା ମଧ୍ୟ ଭିନ୍ନ ଭିନ୍ନ ଅଛନ୍ତି। ହରିବଂଶରେ 3ଟି ବିଭାଗ ଅଛି, ଯେମିତି ଆମର ବିଭିନ୍ନ ପର୍ଯ୍ୟାୟ ହେଇଛି, ବେଦକୁ ଯେମିତି ବିଭାଗୀକରଣ ହେଇଛି, ଆମର ମହାଭାରତର ଯେମିତି ବିଭାଗୀକରଣ ହେଇଛି, ରାମାୟଣର ଯେମିତି ହେଇଛି, ସେମିତି ହରିବଂଶର ବି ହରିବଂଶ ପର୍ବ, ବିଷ୍ଣୁ ପର୍ବ, ଭବିଷ୍ୟତ ପର୍ବ, ଏମିତି 3ଟି ବିଭାଗ କରାଯାଇଛି। ହରିବଂଶରେ ହରିଙ୍କର ବଂଶାବଳୀ ବର୍ଣ୍ଣିତ ହୋଇଛି, ସେମିତି ବିଷ୍ଣୁ ପର୍ବରେ କେବଳ ଶ୍ରୀକୃଷ୍ଣଙ୍କ ବିଷୟ ବର୍ଣ୍ଣିତ ହେଇଛି। ଭବିଷ୍ୟ ପର୍ବରେ ସବୁ ପୁରାଣ ବଳିର ସୂଚନା ଦିଆଯାଇଛି। ମହାଭାରତ ପୂର୍ବରୁ ଆମର ରାମାୟଣ ରଚିତ ହେଇଛି, କାରଣ ରାମାୟଣରେ କୌଣସି ସ୍ଥାନରେ ମହାଭାରତ ଉଲ୍ଲେଖ ନାହିଁ, କିନ୍ତୁ ମହାଭାରତର ବନ ପର୍ବରେ ଆମର ରାମାୟଣର ସଂକ୍ଷିପ୍ତ କାହାଣୀ ଉପଲବ୍ଧ ହେଉଛି। ତେଣୁ ଆର ପୂର୍ବ ମହାଭାରତରୁ ବହୁ ପୂର୍ବରୁ ରାମାୟଣ ରଚିତ ହେଇଛି ବୋଲି କୁହାଯାଏ। ଇଏ ରାମାୟଣ କାଳ ସମ୍ପର୍କରେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଖାଯାଏ। ଇଏ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସମୟର ଲେଖା ନୁହେଁ। ସମ୍ପୂର୍ଣ୍ଣ ରାମାୟଣ ଆମ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ସମ୍ପୂର୍ଣ୍ଣ ରାମାୟଣ ଲେଖିବା ପାଇଁ ତ ବହୁତ ବର୍ଷ ଲାଗି ଯାଇଥିବ। ଏମିତିକି ଥରେ ଲେଖା ଯାଇଥିବ, ପୁଣି କିଛି ଦିନ ରହିଲା ପରେ ପୁଣି ଆଉ ଥରେ ପରିବର୍ଦ୍ଧିତ ଆକାରରେ ତାକୁ ଲେଖା ଯାଇଥିବ। ତାପରେ ସମାଲୋଚକ ମାନେ ମଧ୍ୟ ଆର ଉତ୍ତରାକାଣ୍ଡ ଆଦ୍ୟକାଣ୍ଡ ରାମାୟଣର ମୂଳ ରଚନା ପରେ ଲେଖିକି ଏଠି ଯୋଡ଼ି ଦିଆଯାଇଛି ବୋଲି ସମାଲୋଚକ ମାନେ ବି କୁହନ୍ତି। ରାମଙ୍କ ଚରିତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ବୈଷମ୍ୟ ଦେଖାଯାଉଛି, ଶୈଳୀରେ ମଧ୍ୟ ଅସାମଞ୍ଜସ୍ୟ, ଯୋଉ ପରିବେଷଣ ଶୈଳୀରେ ମଧ୍ୟ ଅସାମଞ୍ଜସ୍ୟ ଦେଖାଯାଉଛି। এইଭଳି ସବୁ ଭିନ୍ନ ଭିନ୍ନ ସମୟରେ ଲେଖାଯାଇଛି। ଆମର ଉତ୍ତରାକାଣ୍ଡ ଆଦ୍ୟକାଣ୍ଡ ଯୋଉ ଅଛି, ରାମ ଚରିତ୍ର ଗୋଟେ ମହାନ ବା ମର୍ଯ୍ୟାଦା ପୁରୁଷୋତ୍ତମ ଚରିତ୍ର ବୋଲି ଜଣା ପଡୁଛନ୍ତି, କିନ୍ତୁ ଅନ୍ୟ ଯୋଉ 5ଟି କାଣ୍ଡରେ ସେଇଭଳି ଜଣା ପଡୁନାହାନ୍ତି। କିନ୍ତୁ ରାମଚନ୍ଦ୍ର ବୈଦିକ, ବୌଦ୍ଧ ତଥା ଜୈନ ଧର୍ମରେ ସେ ସମାନ ଭାବରେ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଗୃହୀତ ହେଇଛନ୍ତି। ବୌଦ୍ଧ ଧର୍ମରେ ଏବଂ ଜୈନ ଧର୍ମରେ ମଧ୍ୟ ଆମର ବୌଦ୍ଧ ଗ୍ରନ୍ଥ ଯୋଉ ଅଛି ଦଶରଥ ଜାତକ, ସେଠି ରାମ କଥା ଦେଖିବାକୁ ମିଳେ। ଆମର ବୌଦ୍ଧ କବି କୁମାରତ 100 ଶତକ ଯୋଉଠି ସିଏ କଳ୍ପନା ମଣ୍ଡତିକାରେ ସିଏ ବି ରାମାୟଣର ଆଭାସ ସେଠି ଦେଇଛନ୍ତି। ସେଇଭଳି ଜୈନ କବି ବିମଳ ସୁରୀ ମଧ୍ୟ ରାମ କଥାକୁ ପୌମଚର୍ୟ ବୋଲି ଗୋଟେ ପ୍ରାକୃତ ଗ୍ରନ୍ଥ ସିଏ ଲେଖିଛନ୍ତି, ସେଠି ରାମ କଥାକୁ ଲେଖିଛନ୍ତି। ହେଲେ ଏଇ ଯୋଉ ରାମ କଥା, ରାମାୟଣ ଏବଂ ମହାଭାରତ, ଏଇଠି ଯୋଉ ସବୁ ଆଖ୍ୟାନ ଗୁଡାକ ଅଛି, ଯୋଉ କଥା ଗୁଡାକ ଅଛି,
आकु नहीं कि आमर ओडिया काव्य बहु भाव ये परिपृष्ट होईची। संस्कृत साहित्य आमर पुराण उपपुराण ए सब को नहीं कि बार प्रभाव आमर प्राचीन काव्य रे बहुमात्रा रे आमे परिलक्षित होची परिदृष्ट होची। हेले एई जो आमर ओडिया संस्कृत भाषा ए संस्कृत भाषा प्रति आज आमर आमे वितस्पृह हो पड़ुचे। जो आदि भाषा संस्कृत भाषा जोटा कि हमको विश्व दरबार रे परिचिन्हित करैब से भाषा प्रति आमे आज वितस्पृह हो पड़ुचे। जो भाषा होचे आदि भाषार मर्यादा पाउची, जो भाषा द्वारा आमर ओडिया साहित्य जो भाषा साहित्य द्वारा आमर ओडिया साहित्य प्रभावित होची हेची ता प्रति आज देखा जाउची अनाग्रह देखा जाउची। तेणु एई संस्कृत भाषा बा आदि भाषा प्रति बा एई भाषा को एई साहित्य को आमे प्रत्येक मन रखिबा उचित, स्मरण करिबा उचित। संस्कृतर नाटक भी अच्छी, काव्य कविता नाटक ए सब गुड़ाक तो आलोचना करिवार अवकाश नाही। आउ मु सुजोग मिलले पुणी आउ थरे केतेबेले यार आलोचना करिवि सुजोग मिलले। तेणु धन्यवाद। विमस्यापि रणभंग मुनिनांच मतिभ्रम यदि शुद्धं मशुद्धं बा मम दोष न विद्यते सर्वे भवन्तु सुखिनो सर्वे सन्तु निरामया सर्वे भद्राणि पश्यन्तु मां कश्चित् दुख भाग भवेत्। एतिकी कही मो मो वक्तव्य को विराम दउची। धन्यवाद मैडम। जदि कार प्रश्न किछि थिबो ताले प्रश्न किछि देबो हमें प्रश्न आर किछि अछि पतारंतु। नमस्कार मैडम, नमस्कार समस्त को नमस्कार। मोर गोटे प्रश्न रहउची जे गोटे कथा आपण कहिले से तो आपणकर कहिबा ठीक थिबो, मोर सुनिबा भूल थिबो किबा कोन हेथिबो जे आपण कहिले गोटे फ्रेम भितरे संस्कृतर गोटे डिजाइन बा गोटे फ्रेम भितरे ओडिया भाषा को खंजा जाई, ओडिया साहित्य को खंजा जाई। हां ता माने कोन ओडिया भाषार किछि स्वतंत्रता नाही? शुणंतु, संस्कृत से समय जहा थिला सेते बेले संस्कृत साहित्य भाषा साहित्य क्षेत्र रे संस्कृत भाषार अखंड राजत्व चलीथिला। जेते बेले सारला दास लेखनी धरिले सेते बेले से काहे कि ओडिया प्राकृत भाषा को नै कि साहित्य रचना करिवा को आसले। जेहेतु साधारण जनता संस्कृत रे बा साधारण जनता पई संस्कृत बोधगम्य नथिला, तेणु सी संस्कृत महाभारत थाई भी ओडिया रे लेखिले। श्रीमद भगवत गीता थाई अच्छी ओडिया भागवत जगन्नाथ दास लेखिले। हेले संस्कृत साहित्य क्षेत्र में संस्कृत भाषार राजत्व चली थिला। ओडिया भाषा रे सरल दास लेखनी चालना कले, गोटे फाउंडेशन पकेले, ता उपरे पंचसखार साधक अट्टालिका तैयारी प्रासाद तैयारी कले। तथापि लोकंकर गोटे दुर्बलता, जेहेतु ये पवित्र भाषा देव भाषा बोली लोकंक भितर गोटे रही जाइथिला, दुर्बलता रही जाइथिला आकु ए भाषा प्रति। आउ गोटे कथा, सेते बेले तेली भागवत बोली जगन्नाथ दास को तत्कालीन पंडित माने समालोचना करथिले। ए जो भंज रीति जुगीय मध्य जुगीय काव्यकार माने से समालोचनार सरव्य नहबा पई एवं ओडिया सेतेबेलर संस्कृत पंडित मानकर गोटे धारणा थिला जे ओडिया गोटे प्राकृत भाषा, एई भाषा रे कोन आम संस्कृत साहित्य भली उच्च कोटिर काव्य कविता सब रचित होई जिवो। एई धारणा को भूल प्रमाणित करिया पई से माने संस्कृत काव्य आदर्श को आपणाया पई बाध्य होइथिले। हमर शंकराचार्य भी तांकर जो ग्रंथ को पंडित मंडलीर स्वीकृति बिना मो काव्य को मो साधु बोली माने भी नाही बोली कहिथिले। आपरी तोषाद विदुषांग प्रयोग
କାବ୍ୟ ସାଧୁନା ମନ୍ୟେ ବୋଲି କହିଥିଲେ। ବିଦୁଷ ମାନଙ୍କର ପଣ୍ଡିତ ମାନଙ୍କର ସନ୍ତୋଷ ବିଧାନ ପୂର୍ବରୁ ମୁଁ ମୋ କାବ୍ୟକୁ ସାଧୁ ବୋଲି ମନେ କରିବି ନାହିଁ ବୋଲି ଶଙ୍କରାଚାର୍ଯ୍ୟ ମଧ୍ୟ କହିଥିଲେ। ହେଲେ ଏଇ ଜିନିଷକୁ ଆଖି ଆଗରେ ରଖିକି ଏଇ ଯୋଉ ମଧ୍ୟଯୁଗୀୟ କାବ୍ୟକାର ମାନେ ରୀତିଯୁଗୀୟ କାବ୍ୟକାର ମାନେ ସଂସ୍କୃତ କାବ୍ୟାଦର୍ଶ ରୂପକ ଛାଞ୍ଚରେ ଓଡ଼ିଆ ଭାଷାକୁ ନେଇକି ଢାଳିବା ପାଇଁ ବାଧ୍ୟ ହୋଇଛନ୍ତି। କାହିଁକି? ସେଇ ଯୋଉ ଅଭିମାନ ଥିଲା ପଣ୍ଡିତ ମାନଙ୍କର ଯେ ଓଡ଼ିଆ ଭଳି ଗୋଟେ ପ୍ରାକୃତ ଭାଷାରେ ସଂସ୍କୃତ ଭାଷାର ଭଳି ଉଚ୍ଚକୋଟୀର କାବ୍ୟ ରଚିତ ହେଇପାରିବ ନାହିଁ। ସେ ଧାରଣାକୁ ଭୁଲ ପ୍ରମାଣିତ କରିବା ପାଇଁ ସେମାନେ ଓଡ଼ିଆ ସଂସ୍କୃତ କାବ୍ୟାଦର୍ଶକୁ ପଦେ ପଦେ ଅନୁସରଣ କରିଛନ୍ତି ବା ସେଇ ଢାଞ୍ଚାରେ ନେଇକି ଓଡ଼ିଆ ଭାଷାକୁ ପକେଇଛନ୍ତି। ତାର କହିବାର ମାନେ ନୁହେଁ ଯେ ଓଡ଼ିଆ ଭାଷାର କିଛି ମହତ୍ଵ ନାହିଁ। ଓଡ଼ିଆ, ବଙ୍ଗଳା, ଆସାମୀ ସଂସ୍କୃତରୁ ଆସିଛି। ଆମର ମାଗଧୀ ଅପଭ୍ରଂଶରୁ ସୃଷ୍ଟି ହେଇଛି। ସବୁ ସେ ପୁରା ଆଦି ଭାଷା ହେଲା। ଆଉ ତାହେଲେ ଆମର ଓଡ଼ିଆ ଭାଷାର ମାନେଟା ତ ମୂଳଟା ତ ହଉଛି ସଂସ୍କୃତ। ଆଉ ତାର ମାନେ କାହିଁକି ରହିବ? ନ ରହିବାର ପ୍ରଶ୍ନ କୋଉଠି ଆସିଲା? ନାଇଁ ମ୍ୟାଡାମ, ମୁଁ ସେଇ କଥା ଜାଣିବାକୁ ଚାହୁଁନଥିଲି। ମୁଁ ଜାଣିବାକୁ ଚାହୁଁଥିଲି ଓଡ଼ିଆ ଭାଷାର କିଛି ସ୍ୱତନ୍ତ୍ରତା ରହିଛି କି ନାହିଁ, ଯୋଉଟା କି ଆପଣ କହିଲେ ହଁ ପୂର୍ବର କୌଣସି ଭାଷାକୁ ପରବର୍ତ୍ତୀ ଭାଷା ଗ୍ରହଣ କିଛି ଅଂଶରେ ପ୍ରଭାବିତ କରିଥାଏ, ଏଇଟା ଠିକ। କିନ୍ତୁ ତା ସତ୍ତ୍ୱେ ବି ଭାଷାରେ କିଛି ସ୍ୱତନ୍ତ୍ରତା ରହିଛି କି ନାହିଁ? ଓଡ଼ିଆ ଭାଷାର ହଁ ନିଶ୍ଚୟ। ଆଚ୍ଛା, ଆମେ ଯଦି ସ୍ୱତନ୍ତ୍ରତା ଖୋଜିବା ତାହେଲେ ତାର ମୂଳ ଉତ୍ସକୁ ଯିବାକୁ ପଡିବ। ମୂଳ ଉତ୍ସଟା ତ ହଉଛି ସଂସ୍କୃତ। ଓଡ଼ିଆ ଭାଷାର ମୂଳ ଉତ୍ସଟା ହଉଛି ସଂସ୍କୃତ। ସଂସ୍କୃତ, ପ୍ରାକୃତ, ପାଲି, ଅପଭ୍ରଂଶ, ଓଡ଼ିଆ। ତାହେଲେ ତ ଆମେ ସଂସ୍କୃତଠୁ ଓଡ଼ିଆଟାକୁ ଅଲଗା ବୋଲି କାହିଁକି ଧରିବା? ନାଇଁ ନାଇଁ ମ୍ୟାଡାମ, ମୁଁ ସେଇ କଥାଟା କହିବାକୁ ଚାହୁଁନି। ଓଡ଼ିଆର କିଛି ସ୍ୱତନ୍ତ୍ରତା ରହିଛି ବୋଲି ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ହେଇଛି। ଆଉ ପୂର୍ବବର୍ତ୍ତୀ ଆଚ୍ଛା ଭାଷା ଦ୍ୱାରା ଦେଖନ୍ତୁ, ପୂର୍ବ ଭାଷା ହଁ ଦ୍ୱାରା ପରବର୍ତ୍ତୀ ଭାଷା ନିଶ୍ଚିତ ଭାବରେ ପ୍ରଭାବିତ ହେଇଥାଏ, ପ୍ରଭାବିତ। ଏଇଟା ଆଚ୍ଛା ସବୁବେଳେ ଆଚ୍ଛା ଠିକ। କିନ୍ତୁ ତା ସତ୍ତ୍ୱେ ବି ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ରହିଛି। ସେଇଟାକୁ ରହିଛି ଆପଣ ରହିଛି ହଁ ମନା ହଁ 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 ସାର୍ ଶୁଣନ୍ତୁ, ଯଦି ସଂସ୍କୃତ କାବ୍ୟାଦର୍ଶରେ ଯଦି ଏମାନେ କାବ୍ୟାଦର୍ଶକୁ ଏମାନେ କାବ୍ୟ ରଚନା କ୍ଷେତ୍ରରେ ଅନୁସରଣ କରିନଥାନ୍ତେ, ହୁଏତ ଆଜି ଓଡ଼ିଆ ଭାଷା ଏଇ ଅବସ୍ଥାରେ ପହଞ୍ଚି ନଥାନ୍ତା। ସେତେବେଳେ ସଂସ୍କୃତ ଭାଷାର ଯୋଉ ଅଖଣ୍ଡତା ଥିଲା, ହୁଏତ ଏଇ କବିମାନେ ଯଦି ଏଇଭଳି ସଂକଳ୍ପବଦ୍ଧ ପ୍ରତିଜ୍ଞାବଦ୍ଧ ହେଇନଥାନ୍ତେ, ସେଇଭଳି ସଂସ୍କୃତ କାବ୍ୟାଦର୍ଶକୁ ଅନୁସରଣ କରିନଥାନ୍ତେ କାବ୍ୟ ଓଡ଼ିଆ କାବ୍ୟ ରଚନା କ୍ଷେତ୍ରରେ, ହୁଏତ ଆଜି ଏଇ ସ୍ତରରେ ପହଞ୍ଚି ନଥାନ୍ତା। ବର୍ତ୍ତମାନ ମୁଁ ଆମର ସଭାପତି ମହୋଦୟଙ୍କୁ ଅନୁରୋଧ କରିବି ସେ ଅତି ସଂକ୍ଷିପ୍ତ ଭାବରେ ଆଜିର ଏଇ ଆଲୋଚନାର ସାରମର୍ମ ରଖିବେ। ସାର୍। ଧନ୍ୟବାଦ ମ୍ୟାଡ଼ାମ, ଅତି ସୁନ୍ଦର ଚମତ୍କାର ସେ ଉପସ୍ଥାପନା କରିଛନ୍ତି। ମଣ୍ଡନ ମିଶ୍ରଙ୍କର କଥା, ପୂର୍ବରୁ ନାରୀମାନେ ସଂସ୍କୃତରେ କଥା ହେଉଥିବା କଥା, ବୈଦିକ ଲୌକିକ ସଂସ୍କୃତ ସମ୍ପର୍କରେ, ବେଦ ସମ୍ପର୍କରେ, ବେଦର ଷଡ଼ାଙ୍ଗ, ଶିକ୍ଷା, ଛନ୍ଦ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ, କଳ୍ପସୂତ୍ର କଥା ଏବଂ ପୁଣି ଶ୍ରୀହର୍ଷ ଅଶ୍ୱଘୋଷ କାଳିଦାସଙ୍କ ଦ୍ୱାରା ସଂସ୍କୃତର ପୁନରୁଦ୍ଧାର, ବ୍ୟାସର ଅର୍ଥ ସଂକଳନ, ମହାଭାରତର 18 ଖଣ୍ଡ ଅଷ୍ଟାଦଶ ପୁରାଣ, ସବୁକୁ ଅତି ସୁନ୍ଦର ଭାବେ ସେ ବର୍ଣ୍ଣନା କରିଛନ୍ତି। ସାରଳା ଦାସଙ୍କର କଥା, ସଂସ୍କୃତର ଛାପ ମଧ୍ୟ ଓଡ଼ିଆରେ ପଡ଼ିଥିବା କଥା ସେ କହିଛନ୍ତି। ଜୟଦେବଙ୍କର କଥା, ଭଟ୍ଟନାରାୟଣ ଓଡ଼ିଆ ଥିଲେ ଆମର ଓଡ଼ିଆମାନେ ଦାବି କରନ୍ତି। ରାମାୟଣ ମହାଭାରତ ଦ୍ୱାରା ଓଡ଼ିଆ କାବ୍ୟ ସମୃଦ୍ଧ ହେବା କଥା। ମହାଭାରତର ଅର୍ଥନୀତି, ରାଜନୀତି, ସୂକ୍ଷ୍ମ ତତ୍ତ୍ୱକୁ ସର୍ବସାଧାରଣରେ ପରିପ୍ରକାଶ ଥିବା ମୂଳ ଲକ୍ଷ୍ୟ, ଏହି କଥା ମଧ୍ୟ ସେ ସ୍ପଷ୍ଟାନ୍ୱିତ କରିଛନ୍ତି। ଭାରତ ଜୟ, ଭାରତ କାବ୍ୟ ପର ମୁହୂର୍ତ୍ତରେ ସେ ହେଲା ମହାଭାରତ।
वैदिक ऐतिहासिक धर्मनीति ये सबू जोड़ा जाई महाभारत को बृहत् करा जाइथिबा कथा मध्ये से कहचंदी। रामायण रे अनेक वैषम्य थिबा कथा जणाइछंती। मोट ऊपर बहुत सुंदर उपस्थापना थिला। अशेष अशेष धन्यवाद। धन्यवाद दोच मैडम। वर्तमान मु सुश्री धन्यवाद सर। वर्तमान मु पूजा को अनुरोध करुछि जे आज पाठचक्र धन्यवाद अर्पण करू। धन्यवाद सर। शुभ संध्या। स्वामी विवेकानंद लोक संसद तथा गंजाम जिला शाखा द्वारा आयोजित आज 60तम आभासी पाठचक्र को मु सुश्री पूजरानी प्रधान समस्त को स्वागत करुछि। आपण यथेष्ट समय दे आज कार्यक्रम रे जड़ित रहितबारु आपण समस्त को धन्यवाद। प्रारंभिक भावे आज कार्यक्रम रे सभापतित्व आसन ग्रहण करथिबा आम अनुष्ठान जने सदस्य श्रीयुक्त सरोज कृष्ण षडंगी महोदय को धन्यवाद अर्पण करिबी। तत्पर मंत्रपाठ करिथिबा भौणी सुश्री पूर्णिमा विश्वाल को आम अनुष्ठान तरफ धन्यवाद। विवेक बाणी पठन करिथिबा सुश्री शिवानी परिडा भौणी को आम संसद तरफ धन्यवाद। एवं आज जहाँ विषय थिला आदिभाषा संस्कृत एवं ओडिया साहित्य एवं एहाकू आलोचना करबा पई आम निकट रे आलोचिका भाव में उपस्थित थिले निमिना वृंदावन चंद्र महाविद्यालय ओडिया विभाग अध्यापिका राजेश्वरी रथ मैम जे कि अति सुंदर भाव भाषा एवं साहित्यर निबिड़ संपर्क को एवं यही दुईटी विषयर बलिष्ठ अंग गुड़ी को अति तात्विक भाव में आम निकट में उपस्थापन कले। निहाती भाव में यह एक तात्विक एवं सूचनाप्रद भाषण थिला बा आलोचना थिला एवं आगामी जीवन में आमको यह बहुत साहाय्य करिबो बोली आमे आशा करूछु एवं आगामी पाठचक्र मानकरे आपण निहाती भाव में आम सहित जोड़ी रुहंतु बोली यह मोर विनम्र अनुरोध। तत्पर मु धन्यवाद अर्पण करने को चाहिए आज पाठचक्र को अति सुंदर भाव में त्वरान्वित करिथिबा मोर प्रिय गुरु डॉक्टर कुनासुना महोदय को सर्वोपरि सभारे उपस्थित बा पाठचक्र उपस्थित समस्त सुधीजन तथा श्रोता मंडली को मोर धन्यवाद। शांति पाठ। ओम दौः शांतिः अंतरिक्षं शांतिः पृथिवी शांतिः आपः शांतिः औषधय शांतिः वनस्पतय शांतिः विश्वदेव शांतिः ब्रह्मं शांतिः सर्वं शांतिः शांतिरेव शांतिः सामा शांतिरेधि। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शांति शांति शांति। धन्यवाद।